ଏବେ ଆସୁଛି କି? ଆସୁଛି। ସରି, ଏଇଟା ମୋର ମ୍ୟୁଟ୍ ହେଇଥିଲା। ମୁଁ ଜିରିମି 31 ପର୍ବ 31 ରୁ 34 ପଦ ପର୍ଯ୍ୟନ୍ତ ଆମେ ପଢିଲୁ। ତ ଯଦି ଆମେ ଦେଖିବା ବାଇବଲରେ, ତ ମୁଁ ଗତକାଲି ବି ଟିକେ ଟିକେ କହୁଥିଲି, ତ ପରମେଶ୍ୱର ଯେତେବେଳକୁ ମଣିଷକୁ ତିଆରି କଲେ, ସେ ପବିତ୍ର ଭାବରେ ମଣିଷକୁ ତିଆରି କଲେ। ତ ସେ ଆପଣା ପ୍ରତିମୂର୍ତ୍ତି ଆଉ ସାଦୃଶ୍ୟରେ ମଣିଷକୁ ତିଆରି କଲେ। ତ ଆମେ ତ ଜାଣେ ପରମେଶ୍ୱରଙ୍କ ସେଠି ଶରୀର ନାହିଁ, ସେ ଜଣେ ଆତ୍ମା। କିନ୍ତୁ ପରମେଶ୍ୱରଙ୍କ ଗୁଣ ଗୁଡ଼ିକ କଲେ ପବିତ୍ର, ସିଦ୍ଧ, ଅନନ୍ତ ଜୀବନ, ଆଲୋକ ଆଉ ଉତ୍ତମ। ତ ଏଇ ସମସ୍ତ ବିଷୟ ଦ୍ୱାରା ପ୍ରଭୁ ମଣିଷକୁ ତିଆରି କଲେ। ସେ ଈଶ୍ୱର ସହିତ ସଂଯୁକ୍ତ ଥିଲା, କିନ୍ତୁ ଶୈତାନ ଦ୍ୱାରା ପ୍ରତାରିତ ହେଲା ପରେ ସେଠି ସେମାନେ ପ୍ରକୃତିରେ କଣ ହେଲେ, ପ୍ରଭୁଙ୍କ ଠାରୁ ସେଠି ବିଚ୍ଛିନ୍ନ ହେଇଗଲେ। ତ ଶୈତାନ ସହିତ ମଣିଷ ସେ ଜାଗାରେ ସଂଯୁକ୍ତ ହଉଛି। ତ ବର୍ତ୍ତମାନ ମୁଁ ଯେମିତି ଗତକାଲି ବି କହୁଥିଲି କି ଆମେ ଯେମିତିକି ମୋବାଇଲ ଫୋନରେ ସିମ୍ ଚେଞ୍ଜ କରୁଛୁ, ମୋବାଇଲ ଫୋନରେ ଯେମିତି ଆମର ଆପ୍ଲିକେସନ ଗୁলো ରହୁଛି, ଫେସବୁକ୍, ୟୁଟ୍ୟୁବ, ଇନଷ୍ଟାଗ୍ରାମ ତା ଅନ୍ୟାନ୍ୟ ବିଷୟ। ତ ଯେତେବେଳେ ଆମେ ଜିଓ ସିମ୍ କୁ ପକାଉଛୁ, ଜିଓ ସିମ୍ ର ଇଣ୍ଟରନେଟ ଦ୍ୱାରା ଏସବୁ ଯାକ ଆପ୍ଲିକେସନ ଯାକ ଚାଲୁଛି। ମନେକର ଧରନ୍ତୁ ଆମେ ଜିଓ ସିମ୍ ବାହାର କରିକି ଫୋପାଡ଼ି ଦେବା, ଆଉ ଆମେ ଯଦି ବିଏସ୍ଏନ୍ଏଲ୍ ସିମ୍ କୁ ଯଦି ଆମେ ପକେଇବା ମୋବାଇଲ ଫୋନରେ, ଯୋଉ ମୋବାଇଲରେ କି ପୂର୍ବରୁ ଜିଓ ନେଟୱାର୍କ ଆସୁଥିଲା, ବର୍ତ୍ତମାନ ସେଠି ବିଏସ୍ଏନ୍ଏଲ୍ ନେଟୱାର୍କ ଆସିବ। ଆଉ ସେ ସମାନ ସେ ଆପ୍ଲିକେସନ ଗୁଡ଼ିକ କାମ କରିବ। ଠିକ୍ ସେମିତି ଯେତେବେଳକୁ ପରମେଶ୍ୱରଙ୍କ ସହିତ ମଣିଷ ସଂଯୁକ୍ତ ଥିଲା, ସେ ସମୟରେ ପରମେଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ମଣିଷର ଚିନ୍ତାଧାରା, ମଣିଷର ବିବେକ, ମଣିଷର ଅନୁଭବ ଗୁଡ଼ିକ ନିୟନ୍ତ୍ରିତ ଥିଲା। କିନ୍ତୁ ଯେତେବେଳକୁ ସେ ଶୈତାନ ସହିତ ସଂଯୁକ୍ତ ହେଲା, ତ ବର୍ତ୍ତମାନ ଶୈତାନର ଦ୍ୱାରା ମଣିଷର ବିବେକ, ମଣିଷର ଚିନ୍ତାଧାରା, ତାର ଅନୁଭବ ଗୁଡ଼ିକ ସେ ଜାଗାରେ କାର୍ଯ୍ୟ କରୁଛି। ତ ଆମେ ଜାଣିଛୁ କି ପରମେଶ୍ୱର ଆଦମ ହବାଙ୍କୁ
ଚର୍ମର ବସ୍ତ୍ର ତିଆରି କରିକି ସେ ଏଦେନ ଉଦ୍ୟାନର ପ୍ରକୃତିରେ ତଡ଼ିଦେଲେ। ତ ବାଇବଲରେ ଲେଖା ଅଛି ରୋମିଓ 5:12 ଆଉ 3:10। ରୋମିଓ 5:12 କଣ ଲେଖା ହେଇଛି? ଅତଏବ ଯେପରି ଜଣେ ଲୋକ ଦ୍ୱାରା ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେ ପ୍ରକାର ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ତେଣୁ ସମସ୍ତେ ତ ପାପ କଲେ। ତ ଯେମିତି ଆମେ ଦେଖୁଛେ ଫଟୋରେ, ତ ଆଦମଙ୍କର ଦ୍ୱାରା ସମସ୍ତ ଲୋକମାନେ ସେଠି ଜନ୍ମ ହେଇଛନ୍ତି। ତ ଆଜି ଯେତେ ଜଗତରେ ଯେତିକି ଲୋକମାନେ ଅଛନ୍ତି ସବୁ ଆଦମଙ୍କ ଦ୍ୱାରା ସୃଷ୍ଟି ହେଇଛନ୍ତି। ତ ଆଦମଙ୍କ ଦ୍ୱାରା ଯେହେତୁ ସେ ଆଦମ ପାପୀ ହେଇଗଲେ, ତ ତାଙ୍କର ପିଲାମାନେ ମଧ୍ୟ ସମସ୍ତେ ପାପୀ। ସେଥିପାଇଁ ରୋମିଓ 3:10 ଲେଖା ହେଇଛି, ଧାର୍ମିକ କେହି ନାହିଁ, ନା ଜଣେ ସୁଦ୍ଧା ନୁହେଁ ନାହିଁ। ତ ଯେହେତୁ ଆଦମ ଯଦି ପାପୀ ହେଇଗଲେ, ତ ତାର ସମସ୍ତ ପିଲାମାନେ ପାପୀ ହେଇଗଲେ। ତାଙ୍କ ପାପୀ ଠାରୁ କେବେ ଧାର୍ମିକ କେବେ ଜନ୍ମ ହେଇପାରିବ ନାହିଁ। ତ ଆମେ ଏ ବିଷୟକୁ ପାଇପାରୁଛୁ ଏ ଜାଗାରେ। ତ ଏ ଜାଗାରେ ବୁଝିବା ପାଇଁ ଦିଟା ଗଛ ଅଛି, ଆମ୍ବ ଗଛ। ଗୋଟେ ଆମ୍ବ ଗଛରେ ଆମ୍ବ ଫଳିଛି, ଆଉ ଗୋଟେ ଆମ୍ବ ଗଛରେ ଆମ୍ବ ଫଳିନି। କିନ୍ତୁ ଆମ୍ବ ଟାଙ୍କରେ ଯୋଉଟା ଗଛ ହଉଛି ସେଟା ହଉଛି ଆମ୍ବ ଗଛ। ଠିକ ସେମିତି ଆମେ ଅନେକ ସମୟରେ ତାଙ୍କ ବ୍ୟବହାରକୁ, ମଣିଷର ବ୍ୟବହାରକୁ ଦେଖିଥାଉ। ମିଛ କହିବା ପାପ, ଚୋରି କରିବା ପାପ, ଲୋଭ କରିବା ପାପ, এই ପ୍ରକାର ଭାବରେ। କିନ୍ତୁ ଆମେ ଯେ ଆଦମଙ୍କ ଠାରୁ ଯଦି ଜନ୍ମ ହେଇଛୁ, ତାହେଲେ ଆମେ ସମସ୍ତେ ପାପୀ। ତ ପାପୀ ମାନଙ୍କ ପାଇଁ କଣ ଅଛି? ସେଠି ନରକ ଅଛି। ମାଥ୍ୟୁ 25:46 ଲେଖା ଅଛି, ଆଉ ଏମାନେ ବା ପାପୀ ମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକ ମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ। ତ ମଣିଷ ପାଖରେ ବର୍ତ୍ତମାନ କିଛି ରାସ୍ତା ନାହିଁ, କେବଳ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକତା ଅଛି। ଯେହେତୁ ଯେମିତି ଏପଟକୁ ଦେଖିପାରୁଛୁ, ଗୋଟେ ଗୋଟେ ପରମେଶ୍ୱରଙ୍କର ଜଗତ ଅଛି, ଆଉ ଗୋଟେ ସେଠି ଭଲ ଓ ମନ୍ଦର ଜଗତ, ଶୈତାନର ଜଗତ। ତ ଯେତେବେଳେ ଆମେ ଦେଖୁଛୁ ପାପ ଦେଇକି ବା ସେ ଭଲ ମନ୍ଦର ଫଳକୁ ଖାଇଲା ପରେ ପରମେଶ୍ୱରଙ୍କ ଜଗତରୁ କେମିତି ମଣିଷ ସେ ପୃଥକ ହେଇଯାଉଛି, ଆଉ ଭଲ ଓ ମନ୍ଦର ଜଗତକୁ ପ୍ରବେଶ କରୁଛି। ଆପଣମାନେ ଚିତ୍ରରେ ଜାଣିପାରିବେ। ତ ଆପଲ ଗଛରୁ କେବଳ ଆପଲ ଫଳିବ, କଦଳୀ କି ଅଙ୍ଗୁର କି ଅନ୍ୟାନ୍ୟ ଫଳ କେବେ ଫଳିବ ନାହିଁ। ଠିକ ସେମିତି ମଣିଷ ଯେହେତୁ ପାପର ବୀଜରେ ସେ ଜନ୍ମ ହେଇଛି, ତାହେଲେ ସେ ତା ଭିତରୁ କେବଳ ପାପ ହିଁ ବାହାରି ଆସିବ। ମଣିଷର ସ୍ଥିତି ବର୍ତ୍ତମାନ ଏହି ପ୍ରକାର। ଯଦି କୁକୁରକୁ ଯଦି ଶିଙ୍ଖରେ ବନ୍ଧା ଅଛି, ତାହେଲେ ଯଦି କୁକୁର ଯୁଆଡେ ଯିବା ପାଇଁ ଚାହୁଁଛି ସେ ସେପଟେ ଯାଇପାରୁନି, କିନ୍ତୁ ଶୈତାନ ତାକୁ ଯୁଆଡେ ଟାଣିକି ନେଉଛି, ବା ମାଣ୍ଡିକ ଯୁଆଡେ ଟାଣିକି ନେବ କୁକୁରକୁ, ତଦନୁସାରେ କୁକୁର ସେ ଯାଇଥାଏ। ତ ସେମିତି ମଣିଷ ମଣିଷ ହଉଛି ପାପର କୃତ ଦାସ। ରୋମିଓ 7:14 ଆମେ ଦେଖିପାରିବା, ବ୍ୟବସ୍ଥା ଯେ ଆତ୍ମିକ ଆମେ ଜାଣୁ, କିନ୍ତୁ ମୁଁ ଶାରୀରିକ ପାପର କୃତ ଦାସ। ତ ବ୍ୟବସ୍ଥା ପବିତ୍ର, ପରମେଶ୍ୱର ପବିତ୍ର ବ୍ୟବସ୍ଥା, କିନ୍ତୁ ମୁଁ ଶାରୀରିକ ପାପର କୃତ ଦାସ। ତ ଯଦି ଏଠି କୃତ ଦାସ ବୋଲି ଗୋଟେ ଶବ୍ଦ, ସେଟା ଲାଲ ରଙ୍ଗ ଦିଆହେଇଛି। କୃତ ଦାସ ମାନେ ମାଲିକ ଜଣେ ଅଛନ୍ତି, ସେଟା କି ପାପର କୃତ ଦାସ। ସେଥିପାଇଁ ମଣିଷ ସେ ପାପର ବନ୍ଧନରୁ ମୁକ୍ତ ନହେଲେ ସେ କେବଳ ସେ ପ୍ରକୃତରେ ଶୈତାନ ଦ୍ୱାରା ଚାଳିତ ହେଇକି ବଞ୍ଚିପାରିବ। ତ ଏବେ ଯଦି ଆମେ ଦେଖିବା, ତାହେଲେ ଏଇଠି ମନ ପରିବର୍ତ୍ତନ ମାନେ କଣ? ଏଇଠି ଭଲ ଗୋଟେ ଗୋଟେ କଳା ଅଛି, ଗୋଟେ ଗୋଟେ ପରମେଶ୍ୱରଙ୍କ ଜଗତ ଅଛି, ଦେଖିପାରିବେ। ଭଲ ମନ୍ଦର ଜଗତରୁ ସେଠି ଫେରିବାଟାକୁ ପ୍ରକୃତ ମନ ପରିବର୍ତ୍ତନ ବୋଲି କୁହାଯାଏ। ତ ଯଦି ଆମେ ବାଇବଲରେ ଦେଖିବା, ସେଠି ବ୍ୟବସ୍ଥା ବିଷୟରେ, ବ୍ୟବସ୍ଥା ମାନେ କଣ? ପରମେଶ୍ୱର ସିଂହ ପ୍ରଭୁତ୍ୱରେ ଖ୍ରୀଷ୍ଟପୂର୍ବ 1491 ମଶାଙ୍କୁ ନିଜର ଆଙ୍ଗୁଳି ଦ୍ୱାରା ସେ ଲେଖିକି ସେଠି ବ୍ୟବସ୍ଥାକୁ ଦେଲେ। ତ ଯଦି ଆମେ ଦେଖିବା ବ୍ୟବସ୍ଥା ମାନେ ମଶାଙ୍କ ବ୍ୟବସ୍ଥାରେ କଣ କଣ? ସମୟ କାଳ, ତାପରେ କାହା ନିମନ୍ତେ, ତାର ଆବଶ୍ୟକତା କଣ, ଉଦ୍ଦେଶ୍ୟ କଣ, ବ୍ୟବସ୍ଥାର କାମ, ଭୂମିକା, ସମୟସୀମା, ଫଳାଫଳ। ମଶାଙ୍କ ବ୍ୟବସ୍ଥା କାହା ନିମନ୍ତେ ଦତ୍ତ ହେଇଥିଲା? ଏପଟେ ଦେଖିପାରିବେ ଇସ୍ରାଏଲୀୟ ଲେଖା ହେଇଛି, ଆଉ ଏଠି ବିଜାତୀୟ ଲେଖା ହେଇଛି। ଇସ୍ରାଏଲୀୟ ଲୋକମାନଙ୍କ ପାଇଁ ବ୍ୟବସ୍ଥା ଦିଆଯାଇଥିଲା, ବିଜାତୀୟ ମାନଙ୍କ ପାଇଁ ବ୍ୟବସ୍ଥା ଦିଆ ହେଇନଥିଲା।
ତ ଇସ୍ରାଏଲ ଲୋକମାନେ ହିଁ ବ୍ୟବସ୍ଥା ପାଇଥିଲେ। ତ ଯେତେବେଳକୁ ବିଜାତୀୟ ମାନଙ୍କ ପାଖରେ ବ୍ୟବସ୍ଥା ନଥିଲା, ତ ବିଜାତୀୟ କିଏ ଆଉ ଇସ୍ରାଏଲୀୟ କିଏ? ଇସ୍ରାଏଲ ଯେ ଜନ୍ମ ହେଇଛନ୍ତି ସେମାନେ ହେଉଛନ୍ତି ଇସ୍ରାଏଲି। ଆମେ ଯେହେତୁ ଭାରତରେ ଜନ୍ମ ହେଇଛୁ, ଆମେ ବିଜାତୀୟ, ଆମେ ଭାରତୀୟ। ପାକିସ୍ତାନ ଲୋକମାନେ ମଧ୍ୟ ବିଜାତୀୟ, ଚାଇନା ଲୋକମାନେ ମଧ୍ୟ। ଏ ଝିଅକୁ ଉଠେଇ ଦିଅ, ପଛପଟେ ଗୋଟେ ଝିଅ ଶୋଇଛନ୍ତି, ଲିନା ଝିଅ। ତ ସେମିତି ଏଇଠି ଆମେ ଦେଖିପାରୁଛୁ କାହାଣୀ ମଧ୍ୟ ଦତ୍ତ ହେଇଥିଲା। ତ କେବଳ ଇସ୍ରାଏଲ ଲୋକମାନଙ୍କ ପାଇଁ ଦତ୍ତ ହେଇଥିଲା। ଇଂଲିଶରେ ଏଟା ଅଛି। ଆବଶ୍ୟକତା କଣ ବ୍ୟବସ୍ଥାର? ତ ଦ୍ୱିତୀୟ ଗୁଣେ 28:1-2 ଲେଖା ଅଛି, ଯଦି ଆମେ ମାନିବା ତେବେ ଆଶୀର୍ବାଦ ପାଇବା। ଲେଖା ହେଇଛି ଆଶୀର୍ବାଦ ଜୀବନ ଆଉ ହୋଲିନେସ୍, ଏୱାରନେସ୍ ମାନେ ପବିତ୍ରତା ଆଉ ଅନେକ ଆଶୀର୍ବାଦ, ପ୍ରଚୁର୍ଯ୍ୟତା। ଯଦି ଆମେ ମାନିବାନି ତାହେଲେ ଅଭିଶାପ। ତ ବ୍ୟବସ୍ଥା ଗୋଟେ ସର୍ତ୍ତ ମୁହଁରେ, ଯଦି ମାନିବା ତାହେଲେ ଆଶୀର୍ବାଦ, ଯଦି ଭାଙ୍ଗିବା ବା ମାନିବାନି ତାହେଲେ ଅଭିଶାପ। କୋଉଠି ଲେଖା ହେଇଛି? ଦ୍ୱିତୀୟ ବିବରଣୀ 28 ପର୍ବ 1-2, 15ରୁ ଶେଷ ପର୍ଯ୍ୟନ୍ତ ଅଛି। 15ରୁ 20 ପଢିଲେ ବି ଆପଣମାନେ ଜାଣିପାରିବେ। ତ ଏଠି ବ୍ୟବସ୍ଥାର ତାର କାର୍ଯ୍ୟ କଣ, ତାର କୋଉଥିପାଇଁ ଦିଆହେଇଛି? ଲେଖା ହେଇଛି ବ୍ୟବସ୍ଥା ହଉଛି ଛାଇ। ଲେଖା ହେଇଛି, ଚିତ୍ର ଥିବ ଦେଖିପାରୁଛନ୍ତି। ପୁଅ ଝିଅ ଠିଆ ହେଇଛନ୍ତି, ଗୋଟେ ପଟେ ଧଳା ଅଛି, ଗୋଟେ ପଟେ କଳା ଦେଖାଯାଉଛି। ସେମାନେ ତାର ମିନିଂ, ସେମାନେ ଠିଆ ହେଇଛନ୍ତି, ତାଙ୍କ ଉପରେ ଲାଇଟ୍ ପଡିଛି, ତ ତାଙ୍କ ପଛ ଗୋଟେ କାନ୍ଥ ଅଛି, ଏ କାନ୍ଥରେ ଛାଇ ଦେଖାଯାଉଛି, ହଁ କି ନାହିଁ? ତ ଏଭ୍ରି 8:5 ବ୍ୟବସ୍ଥା ଛାୟା ବୋଲି ଲେଖା ହେଇଛି। ଏଭ୍ରି 10 ପର୍ବର 1 ପଦରେ ମଧ୍ୟ ବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟର ଛାୟା ସ୍ୱରୂପ। ତ ଯଦି ଆମେ ଦେଖିବା ବ୍ୟବସ୍ଥା କାହିଁକି ଦେଲେ, ଏଇଠି ରୋମୀୟ 3:20 ବ୍ୟବସ୍ଥାର କ୍ରିୟାକ୍ରମ ଦ୍ୱାରା କୌଣସି ପ୍ରାଣୀ ତାଙ୍କ ଛାମୁରେ ଧାର୍ମିକ ଗଣିତ ହବ ନାହିଁ, ଯେହେତୁ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ। ପାପକୁ ଜାଣିବା ପାଇଁ ପରମେଶ୍ୱର ବ୍ୟବସ୍ଥାକୁ ଦେଇଛନ୍ତି। ତ ଶୈତାନ ଅନେକଙ୍କୁ ଠକିଛି ଯେ ବ୍ୟବସ୍ଥା ଦ୍ୱାରା ଯେମିତି ଲୋକମାନେ ଧାର୍ମିକ ହେବା ପାଇଁ ଚେଷ୍ଟା କରୁଛନ୍ତି। ତ ଏଠି ବି ଇଂଲିଶରେ ଲେଖା ହେଇଛି ତଳେ, ପର୍ପୋଜ ଫର ବାଇ ଦ ଲ ଇଜ ଦ ନଲେଜ ଅଫ ସିନ୍। ମାନେ ବ୍ୟବସ୍ଥାକୁ ପ୍ରଭୁ ଦେଲେ କେବଳ ପାପର ଜ୍ଞାନ ଦେବା ପାଇଁ। ଯୋଉ ପରମେଶ୍ୱର ବ୍ୟବସ୍ଥାକୁ ଦେଇଛନ୍ତି, ସେ କେବେ ପାପୀକୁ ଧାର୍ମିକ ହେବା ପାଇଁ ଦେଇନାହାନ୍ତି। କାହିଁକିନା ପ୍ରଭୁ ଜାଣିଛନ୍ତି ପାପୀ ମନୁଷ୍ୟ ପବିତ୍ର ବ୍ୟବସ୍ଥା କେବେ ମାନି ପାରିବ ନାହିଁ। ଯଦି ଆପଣ ବାଇବଲରେ ଦେଖିବେ, ପ୍ରଥମ ତିମୋଥୀରେ ଲେଖା ଅଛି, ପ୍ରଥମ ତିମୋଥୀ 1:8 କିନ୍ତୁ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ସ୍ଥାପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି, ଧର୍ମଦ୍ୱେଷୀ, ପିତୃହନ୍ତା ଓ ମାତୃହନ୍ତା, ନରହନ୍ତା, ବ୍ୟଭିଚାରୀ, ମୈଥୁନକାରୀ, ମନୁଷ୍ୟ ଚୋର, ମିଥ୍ୟାବାଦୀ ଏବଂ ମିଥ୍ୟା ଶପଥକାରୀ ମାନଙ୍କ ନିମନ୍ତେ, ପୁଣି ହିତଜନକ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ ତାହା ନିମନ୍ତେ ଯେ ସ୍ଥାପିତ ହୋଇଅଛି। ତ ବ୍ୟବସ୍ଥା କାହା ପାଇଁ ଦିଆଯାଇଛି? ଏଠି ବାଇବଲରେ ଲେଖା ହେଇଛି, ଧାର୍ମିକ ଲୋକ ନିମନ୍ତେ ସ୍ଥାପିତ ନ ହୋଇ ସ୍ୱେଚ୍ଛାଚାରୀ, ଅବାଧ୍ୟ, ଅଧାର୍ମିକ, ପାପୀ। ଲାଷ୍ଟ ଲେଖା 9 ଲାଷ୍ଟରେ, ପୁଣି ହିତଜନକ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ। ହିତଜନକ ଶିକ୍ଷାର ବିପରୀତ ମାନେ, ହିତଜନକ ଶିକ୍ଷା ମାନେ କଣ? ଭଲ ଶିକ୍ଷା, ମିଛ କୁହ ନାହିଁ, ତାର ଉଲ୍ଟା କଣ? ମିଛ କୁହ। ଚୋରି କର ନାହିଁ, ତାର ଉଲ୍ଟା କଣ? ଚୋରି କର। ବ୍ୟଭିଚାର କର ନାହିଁ, ତାର ଉଲ୍ଟା କଣ? ବ୍ୟଭିଚାର କର। ପିତାମାତାଙ୍କୁ ସମାଦର କର, ଆଉ ଉଲ୍ଟା କଣ? ପିତାମାତାଙ୍କୁ ସମାଦର କର ନାହିଁ। ତ ବ୍ୟବସ୍ଥା ହିତଜନକ ଶିକ୍ଷାର ବିପରୀତରେ ଯୋଉ ଲୋକମାନେ ଅଛନ୍ତି ତାଙ୍କ ପାଇଁ ବ୍ୟବସ୍ଥାଟା ଦିଆହେଇଛି। ତ ମୁଁ ଯଦି ବୁଝେଇବାକୁ କହିବି, ଯଦି ଓଡ଼ିଆ ଲୋକକୁ ଯଦି ତେଲୁଗୁ ବାଇବଲ ଦିଆଯିବ, ତାହେଲେ ସେ କେବେ ମଧ୍ୟ ପଢିବ ନାହିଁ, ବରଂ ତାକୁ ଏଇଟା ପ୍ରଭୁଙ୍କର ପୁସ୍ତକ ବୋଲି କହିକି ଥାକରେ ରଖିବ, ନହେଲେ ତକିଆ କରିକି ଶୋଇବେ। ଅନେକ ଲୋକମାନେ ଭାବନ୍ତି ବାଇବଲକୁ ଧରିକି ଶୋଇଲେ ଆଶୀର୍ବାଦ ପାଇବ, ଭୂତ ପ୍ରେତ ଆସିବନି।
କିନ୍ତୁ ଯଦି ଆମେ ଦେଖିବା ଓଡ଼ିଆ ବାଇବଲ ଓଡ଼ିଆ ଲୋକକୁ ଦେବା ଦରକାର, ସେମିତି ପବିତ୍ର ଲୋକ ପବିତ୍ର ବାଇବଲ ପବିତ୍ର ବ୍ୟବସ୍ଥା ଦେବା କଥା, କିନ୍ତୁ ବ୍ୟବସ୍ଥା ଯେ ଧାର୍ମିକ ଲୋକମାନଙ୍କ ନିମନ୍ତେ ସ୍ଥାପିତ ନ ହୋଇ ଅଧାର୍ମିକ ସ୍ୱେଚ୍ଛାଚାରୀ ପାପୀ ମାନଙ୍କ ପାଇଁ ଦିଆଯାଇଛି। ତାର ତ କଣ ପାଇଁ? ଯେମିତିକି ଏଠି ରୋମିଓ 3:20 କହୁଛି, କାରଣ ମଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାଙ୍କ ଛାମୁରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ। ହେଲେ ପ୍ରଭୁ କାହିଁକି ଦେଲେ? ଯେମିତି ଗୋଟେ ମଣିଷ ଜଣେ ପାପୀ ଯେପରି ନିଜକୁ ଦେଖିପାରେ। କିନ୍ତୁ ଶୈତାନ କେମିତି ଠକୁଛି? ନାଇଁ, ପ୍ରଭୁ କହିଛନ୍ତି ମିଛ କହୁ ନାହିଁ, ତ ଆମେ ମିଛ କହିବା ନାହିଁ। ପ୍ରଭୁ କହିଛନ୍ତି ଚୋରି କରିବା ନାହିଁ, ଚାଲ ଆମେ ଚୋରି କରିବା ନାହିଁ। ପ୍ରଭୁ କହିଛନ୍ତି ବ୍ୟଭିଚାର କର, ଚାଲ ଆମେ ବ୍ୟଭିଚାର କରିବା ନାହିଁ। କିନ୍ତୁ ଗୋଟେ ବିଷୟ ଚିନ୍ତା କରିବା ଦରକାର, ପ୍ରଭୁ କାହାକୁ କହିଲେ ମିଛ କହ? ଯଦି ଏଠି ସାର୍ ମାନେ ଅଛନ୍ତି, ପିଲାମାନେ ପାଟି କରନି, ମାନେ ପିଲାମାନେ ପାଟି କରୁଥିବାରୁ କୁହାଗଲା ପାଟି କରୁନାହିଁ। ଦୌଡ଼ାଦୌଡ଼ି କରନି, ବସ, ପିଲାମାନେ ଦୌଡ଼ାଦୌଡ଼ି କରୁଛନ୍ତି, ସେଥିପାଇଁ କୁହାଗଲା। ସେମିତି ପରମେଶ୍ୱର ଯେତେବେଳେ କହୁଛନ୍ତି, ଯେହେତୁ ଲୋକମାନେ ମିଛ କହୁଥିଲେ, ଯେହେତୁ ଲୋକମାନେ ଚୋରି କରୁଥିଲେ, ଯେହେତୁ ଲୋକମାନେ ବ୍ୟଭିଚାର କରୁଥିଲେ, ଯେହେତୁ ଲୋକମାନେ ପିତାମାତାଙ୍କୁ ସମାଧାନ କରୁନଥିଲେ, ମୂର୍ତ୍ତି ପୂଜା କରୁଥିଲେ, ନରହତ୍ୟା କରୁଥିଲେ, ସେଥିପାଇଁ ପରମେଶ୍ୱର କହିଲେ, କଣ କହିଲେ? ମିଛ କୁହ ନାହିଁ, ଚୋରି କରୁନାହିଁ, ଲୋଭ କରୁନାହିଁ। ତ ଏଇ ପ୍ରକାର ବାଇବଲରେ ଟୋଟାଲ 613ଟା ନିୟମ ପ୍ରଭୁ ଦେଇଛନ୍ତି। ଆମେ ଦେଖିବା ଏଠି ଲ ଅଫ ମୋଜେସ୍ ଲିମିଟେସନ, ମାନେ ମଶାଙ୍କ ବ୍ୟବସ୍ଥାର କେତେ ଗୁଡ଼ାକ ଗୁଣ ଗୁଡ଼ିକ କଣ? ସେଠି ରୋମିଓ 8:3ରେ ଯଦି ଆପଣ ଦେଖିବେ, ଶରୀର ସକାଶୁ ଦୁର୍ବଳ ହେବାରୁ ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ, ପରମେଶ୍ୱର ପାପକୁ ବିନାଶ ପାଇଁ, ଦେଖିବା ରୋମିଓ 8:3, ଜଣେ ଶରୀର ସକାଶେ ଦୁର୍ବଳ ହେବାରୁ ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ, ତାହା ଈଶ୍ୱର ଆପଣା ପୁତ୍ରକୁ ପାପ ଶରୀର ସଦୃଶରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ, ଲେଖା ହେଇଛି। ତ ଏଠି ଯୋଉ ଲାଲ ଅକ୍ଷର ଲେଖା ହେଇଛି, ଦ ଲ କୁଡ୍ ନଟ୍ ଡୁ, ଦ ଲ କୁଡ୍ ନଟ୍ ଡୁ, ମାନେ ବ୍ୟବସ୍ଥା ସାଧନ କରିପାରିଲାନି। କଣ ଲ କରିପାରିଲା ନାହିଁ? ଗୋଟେ ପାପୀକୁ ଧାର୍ମିକ କରିପାରିଲା ନାହିଁ। ସେଟା ପରମେଶ୍ୱର ନିଜର ପୁଅକୁ ପଠେଇବାର ଥିଲା, ଆଉ ତାଙ୍କୁ ମାନେ ଯୀଶୁଙ୍କର ଦେହରେ ପାପକୁ ଦଣ୍ଡ ଦେବାର ଥିଲା। ଏଭ୍ରି 7:18-19 ମଧ୍ୟ ଏଥିରେ ଏକ ପକ୍ଷରେ ପୂର୍ବବର୍ତ୍ତୀ ଆଜ୍ଞା ଦୁର୍ବଳ ଓ ନିଷ୍ଫଳ ହେବାରୁ ତାର ଲୋପ ହୋଇଅଛି, କାରଣ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରି ନଥିଲା। ଅନ୍ୟ ପକ୍ଷରେ ଶ୍ରେଷ୍ଠତର ଭରସା ପ୍ରବେଶ କରିଅଛି, ତଦ୍ୱାରା ମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ। ତ ଏଠି ଲେଖା ହେଇଛି ଯେ ଯୋଉ ପୂର୍ବବର୍ତ୍ତୀ ଆଜ୍ଞା ଦୁର୍ବଳ ଓ ନିଷ୍ଫଳ ହେବାରୁ ତାହା ଲୋପ ହୋଇଅଛି। ପୂର୍ବବର୍ତ୍ତୀ ଆଜ୍ଞା ଯୋଉଟା ଲେଖା ହେଇଛି, ସେଟା ହଉଛି ପୁରାତନ ନିୟମ, ଯାହା 10 ଆଜ୍ଞା, ସେଟା ଦୁର୍ବଳ ଅଛି। 19ରେ ଲେଖା ହେଇଛି, କାରଣ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରିନଥିଲା। ତ ସେଥିପାଇଁ ଏଠି ଆମେ ପାଇପାରୁଛୁ ଯୋଉ ଫଳାଫଳ ତଳେ ଦେଇଛି, ରିଜଲ୍ଟ ଦେଇଛି, ରିଜଲ୍ଟ। ତ ଯେହେତୁ ବ୍ୟବସ୍ଥାର ଗୁଣ ଗୁଡ଼ିକ ଥିଲା, ଯେହେତୁ ବ୍ୟବସ୍ଥା କୌଣସି ବିଷୟକୁ ସିଦ୍ଧ କରିପାରିଲାନି, ତାର ଫଳାଫଳ କଣ? ମଣିଷ ପାପୀ ହେଲା, ଅଭିଶାପ ଆଉ ମୃତ୍ୟୁ। ପାପର ବେତନ କଣ? ମୃତ୍ୟୁ। ସେଥିପାଇଁ ଏଇଠି ବର୍ତ୍ତମାନ ଗୋଟେ ଏର ଚିହ୍ନ ଦିଆଯାଇଛି ଯୀଶୁଙ୍କ ପାଖକୁ ଫେରିବା ବିଷୟରେ। ପିରିୟଡ଼ ଲେଖାଯାଇଛି, ବା ବ୍ୟବସ୍ଥାର ମାନେ କୋଉ ପର୍ଯ୍ୟନ୍ତ, କୋଉଠୁ କୋଉ ପର୍ଯ୍ୟନ୍ତ। ଏଠି ଆଦମ ଆଉ ମୂଷା ଅଛନ୍ତି, ଯୀଶୁ, ତାପରେ ଯୀଶୁଙ୍କ ଦ୍ୱିତୀୟ ଆଗମନ। ତ ସେଠି 3ଟା ଯୁଗ ଅଛି। ଗୋଟେ ବିବେକ ଯୁଗ, ଯୋଉଟା କି ଆଦମଙ୍କ ଠାରୁ ଆରମ୍ଭ କରିକି ମୂଷାଙ୍କ ପର୍ଯ୍ୟନ୍ତ, ଆଉ ମୂଷାଙ୍କ ଠାରୁ ଆରମ୍ଭ କରି ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ, ମାନେ ଆଜକୁ 2000 ବର୍ଷ ପୂର୍ବରୁ ଯୀଶୁ ଆସିଲେ। ବ୍ୟବସ୍ଥା ଯୁଗ, ଯୀଶୁଙ୍କ ଆଗମନ ଠାରୁ ଯୀଶୁଙ୍କ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଅନୁଗ୍ରହ ଯୁଗ।
तो परमेश्वर व्यवस्था को सेठी सीमित कले आरंभर व्यवस्था नथिला जदि हम देखिया वर्तमान मानव बा मनुष्य सृष्टि की एबे को हिसाब कले 6000 वर्ष होचे 6000 वर्ष तो जीशु आसते आज को 2000 वर्ष पूर्व जगत को तो जीशु पूर्व मशा जो मशा लिखाई मशा ख्रीष्टपूर्व 1500 बोलिकी भावतु मान पाखापाखि तो 2000 वर्ष प्लस 1500 मशा एवं पर्यटन 3500 वर्ष जीशु पर्यटन 2000 वर्ष तो मशा पर्यंत 3500 ताले मशा आदम पर्यंत 2500 वर्ष तो 2500 वर्ष पर्यंत व्यवस्था नथिला तो प्रभु कहीं हठात व्यवस्था को देले जदि आम देखा गालातिया 3:19 पद तो व्यवस्था कहीं दत्त है जो सन्तान को लक्ष्य कर प्रत्याग कर न आसवा पर्यंत ताहा दूत मान द्वारा जन मध्यस्थ हस्त स्थापित होता व्यवस्था कहीं दत्त है जो सन्तान को लक्ष्य कर प्रत्याग कर न आसवा पर्यंत ता आज्ञा लंघन हेतु जग करा देखो जो सन्तान को लक्ष्य कर प्रत्याग कर न आसवा पर्यंत आम जाचु जे पुरातन नियम केते पीपीटी अच्छे मुझे देखी पुरातन नियम ये लेवी 17:11 लिखा है रक्तरे प्राणीर प्राण थाए पुणी तुम प्राण निमंते प्रायश्चित करने आम भेदी उपरे तुमको देछु जेहेतु प्राणर गुण रक्त ही प्रायश्चित करे पुरातन जुगरे जदि गोटे मनीष पाप करुला से जहाँ भी करू से प्रार्थना करू कि से जहाँ भी करू तार पाप केबे सेटा क्षमा होता तो जो पाप कर गोटे मनीष पाप करुच्चे क्या विरोध में पाप करुच्चे ईश्वर नियम विरोध में ईश्वर विरोध में ईश्वर देथिबा आज्ञा को जो लोग भांगिला से पापी तो ईश्वर नियम अनुसार ताको प्रायश्चित करने को पड़े से रक्तरे प्राणीर प्राण थाए कुकुड़ा जो काटुचु छेली कटा हो तो से रक्त बाहर से जंतु छोट छोट फोट हो जीवन चली जाऊँ तो रक्तरे प्राणीर प्राण थाए तुम मान प्राण निमंते प्रायश्चित करने पापर वेतन मृत्यु जदि आम पाप करूँ आम मुंड उपरे मृत्यु अच्छे तो से मृत्यु बचापे आमको रक्त देवा प्राणर गुण रे रक्त ही प्रायश्चित करे से गोटे पशु को छेली कि मेढा को मारिकी ता रक्त द्वारा जाजक पाप प्रायश्चित करुले जिते आम देखुचु देखुलु तो आदम समय जेहेतु पाप आसला से लोक मैंने पाप कले प्रभु को कहीं मशा समय व्यवस्था देवाक पड़ला आगुरी कहीं प्रभुଙ୍କର योजना नथिला आगुरी कहीं दे नथिले एडी गालातिया 3:14 पदरे लिखा है आज्ञा लंघन हेतु जोग करागला आज्ञा लंघन हेतु जोग करागला गोटे साधारण उदाहरण देवी पुलिस स्टेशन आग है ना अपराध आग है अपराध है अपराध को कंट्रोल नथिला किए क्या बाड़ेला किए क्या हत्या कला किए क्या स्त्री को नहीं गला किए कार छेड़ी खाईदेला तो यही प्रकार जो बढ़ा को लगे अत्याचार तो सी पुलिस स्टेशन है पुलिस स्टेशन है बोली अपराध बंद हो गला से विषय ना किंतु आगुरी पुलिस स्टेशन नथिला अपराध बढ़ा सेमती व्यवस्था आगुरी नथिला पाप जेतु आधुनिक समय आसला लोक मैंने पाप करुले से मिछ कहते चोरी करुले तो एमती बाइबल रे पुरातन नियम नूतन नियम 613टा नियम अच्छे 613टा तो 613टा प्रकार भाव मनीष जेहेतु पाप कले से परमेश्वर को यही व्यवस्था को देवा पड़ा किंतु व्यवस्थार कौन काम ना कहीं जो मनीष जो पाप कर प्रायश्चित करने रक्त देवा पड़े तो आगुरी से पशु रक्त दिया होता जो आम फोटो देखिलु मेढा मारिकी मेढा रक्त दिया होता प्रकृति व्यवस्था आसला मशाकर समय ठार जीशु समय पर्यंत से मझे पशु बलि दिया होता
गोटे पाप ପାଇଁ ଗୋଟେ ବଳି ଆଉ ତାପରେ ପରମେଶ୍ୱର ନିୟମକୁ ଚେଞ୍ଜ କଲେ ଇସ୍ରାଏଲ ଲୋକମାନଙ୍କର ସମସ୍ତଙ୍କର ପାଇଁ ଆଉ ଗୋଟେ ଥର ବଳି ଯେମିତି କି ଏଠି ଦେଖିପାରୁଛୁ ଆମେ ଏଠି ଫଟୋରେ ଦେଖିପାରିବେ ସେଠି ଜେଜେବାପା ଜେଜେମା ବାପା ମା ଆଉ ସେଠି ନାତି ନାତୁଣୀ ସମସ୍ତେ ଅଛନ୍ତି ସାଇଡରେ ଲେଫ୍ଟ ସାଇଡରେ ଯେମିତି ଇସ୍ରାଏଲ ଦେଶର ସବୁ ଲୋକମାନଙ୍କ ପାଇଁ ଏଠି ଜଣେ ରଙ୍ଗ ବିରଙ୍ଗ ଡ୍ରେସ ପିନ୍ଧନ୍ତି ଆଉ ଟୋପି ପିନ୍ଧନ୍ତି ତାଙ୍କେ ହେଉଛନ୍ତି ମହାଯାଜକ ହାରଣ ସେ ସମୟରେ ସେ ମହାଯାଜକ ଥିଲେ ସେ କଣ କଲେ ନା ସେ ଗୋଟେ ଛେଳିର ମୁଣ୍ଡ ଉପରେ ହାତ ରଖିକି ସବୁ ଲୋକଙ୍କର ପାପ ଇସ୍ରାଏଲ ବର୍ଷକର ପାପ ସେ ସ୍ଥାନାନ୍ତର କରୁଥିଲେ ଆଉ ସେ ଛେଳିର ରକ୍ତ ଦ୍ୱାରା ସେ ପାପକୁ ପ୍ରାୟଶ୍ଚିତ କରୁଥିଲେ ପୁଣି ଆଉ ଗୋଟେ ଛେଳିକୁ ନେଇକି ସେ ଲୋକଙ୍କ ସାମ୍ନାରେ ତାର ମୁଣ୍ଡ ଉପରେ ହାତ ରଖିକି ସମସ୍ତ ପାପକୁ ଦଉଥିଲେ ଆଉ ଗୋଟେ ଲୋକକୁ ରେଡି କରାଯାଇଥିଲା ସେ ଲୋକ ଆପଣ ଦେଖିପାରିବେ ସେ ଛେଳି ଧରିକି ଯାଉଛନ୍ତି ସେତେବେଳକୁ ଲୋକମାନଙ୍କୁ ଯାଜକ ଯିଏ ମହାଯାଜକ ସେ ଘୋଷଣା କରୁଥିଲେ ଦେଖ 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 ଏଇ ଛେଳି ତମର ଗୋଟେ ବର୍ଷର ପାପ ନେଇଗଲା ଲେବି ପୁସ୍ତକ 16:21-22 ଲେଖା ଅଛି ଲେଖା ହେଇଛି କଣ ଆଉ ମହାଯାଜକ ହାତ ଦେଖାଇ ଘୋଷଣା କରିବେ ଇସ୍ରାଏଲ ଲୋକଙ୍କର ବର୍ଷକର ସମସ୍ତ ପାପ ସେଇ ଛାକ ଆପଣଙ୍କ ଉପରେ ବହି ନେଇ ଯାଉଅଛି ତ ଏ ପ୍ରକାର ତ ଏଇ ଯୋଉ ଆମେ ଯୋଉ ଦେଖୁଛୁ ଏଇ ଯୋଉ ଯୁଗ ଗୁଡିକ ବିଷୟରେ ବିବେକ ଯୁଗରେ କିଛି ନଥିଲା ବଳି ସେ ଜାଗାରେ ବିବେକ ମଣିଷର ବିବେକ ଦ୍ୱାରା ସେମାନେ ବିଚାର କରୁଥିଲେ ତାକୁ ଲାଗୁଥିଲା ଏଟା ଠିକ ନାହିଁ ବୋଲି ଠିକ ନାହିଁ ଲୋକଙ୍କୁ ଲାଗୁଥିଲା ଏଟା ଭୁଲ ବୋଲି ଭୁଲ ଏ ପ୍ରକାର ବିଚାର ହଉଥିଲା କିନ୍ତୁ ମଶାଙ୍କ ସମୟରେ ପ୍ରଭୁ ବ୍ୟବସ୍ଥାକୁ ଦେଲେ ଯେହେତୁ ଆଜ୍ଞା ଲଙ୍ଘନ ଯୋଗୁଁ ତ ଏ ବ୍ୟବସ୍ଥା ଯୁଗରେ ସେ ପ୍ରକାର ବଳି ଦିଆହଉଥିଲା ଆମେ ଦେଖିଲୁ କିନ୍ତୁ ସେ ଜାଗାରେ ଯୀଶୁ ଖ୍ରୀଷ୍ଟ ଆସିଲେ ଯୀଶୁ ଖ୍ରୀଷ୍ଟ ସେ କଣ କଲେ ସେ ପ୍ରକୃତରେ ଯୀଶୁଙ୍କ ଭିତରେ ଆମ ଭିତରେ କଣ ପ୍ରଭେଦ ଆମେ ସମସ୍ତେ ପାପରେ ଜନ୍ମ ହେଇଛୁ ବା ପାପର ମଞ୍ଜିରେ ଆମେ ଜନ୍ମ ହେଇଛୁ କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଜନ୍ମ ହେଇଛନ୍ତି ତ ୟା ଅର୍ଥ ମରିୟମ ଯୋସେଫଙ୍କର ବିବାହ ହେଇନଥିଲା ନିର୍ବନ୍ଧ ହେଇଥିଲା ସେ ସମୟରେ ପବିତ୍ର ଆତ୍ମାଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟ ମରିୟମଙ୍କର ଗର୍ଭରେ ରହିଲେ ତ କାହିଁକି ଯୀଶୁଙ୍କୁ ଜନ୍ମ ହେବାର ଥିଲା ଯେହେତୁ ଜଗତରେ କେହି ବି ଧାର୍ମିକ ଲୋକ ନାହିଁ ତାହେଲେ ପାପୀ କେବେ ମଧ୍ୟ ପାପକୁ ଉଦ୍ଧାର କରିପାରିବ ନାହିଁ ସେଥିପାଇଁ ଗୋଟେ ଧାର୍ମିକ ଲୋକ ଜନ୍ମ ହେବାର ଥିଲା ସେଥିପାଇଁ ଯୀଶୁ ଜନ୍ମ ହେଲେ ଆଉ ଯୀଶୁ ଖ୍ରୀଷ୍ଟ ସେ ଜାଗାରେ ଆମମାନଙ୍କ ପାପ ନିମନ୍ତେ ମଧ୍ୟ ସେ ବଳି ହେଇଛନ୍ତି ଆଉ ବାପତିସ୍ମ ଯୋହନ ତାଙ୍କୁ ଯିଏ ବାପତିସ୍ମ ଦେଲେ ଯଦି ଆପଣ ଦେଖିବେ ଗୋଟେ ସମୟ ଅଛି ବାପତିସ୍ମ ଯୋହନ ଯୀଶୁଙ୍କୁ ବାପତିସ୍ମ ଦଉଛନ୍ତି ଆଉ ବାପତିସ୍ମ ଦେଲା ପରେ ସେ ଲେଖା ହେଇଛି ଜନ 1:29 ତହିଁ ଆର ଦିନ ସେ ଯୀଶୁଙ୍କୁ ଆସୁଥିବା ଦେଖି କହିଲେ ଏହି ଦେଖ ଈଶ୍ୱରଙ୍କର ମେଷ ଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି ତ ତହିଁ ଆର ଦିନ ମାନେ ବାପତିସ୍ମ ଦେବାର ପରଦିନ ବାପତିସ୍ମ ଯୋହନ ଯୀଶୁଙ୍କୁ ଦେଖିକି କଣ କହୁଛନ୍ତି ଈଶ୍ୱରଙ୍କର ମେଷ ଶାବକ ଏହି ଦେଖ ଈଶ୍ୱରଙ୍କର ମେଷ ଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି ତ ଯୀଶୁ ଖ୍ରୀଷ୍ଟଙ୍କୁ ସେ କହୁଛନ୍ତି ଈଶ୍ୱରଙ୍କର ମେଷ ଶାବକ ସୁସମାଚାର ଜହନ 1:6 ଆଉ 7 ଯଦି ଆମେ ଜହନଙ୍କ ବିଷୟରେ ରେଫରେନ୍ସ ଦେଖିବା ସେଠି ଲେଖା ଅଛି ଈଶ୍ୱରଙ୍କ ନିକଟରୁ ଜଣେ ପ୍ରେରିତ ବ୍ୟକ୍ତି ଉପସ୍ଥିତ ହେଲେ ତାଙ୍କ ନାମ ଜହନ ସେ ଯେପରି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦିଅନ୍ତି ଓ ତାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ ତ ଜହନ ଈଶ୍ୱରଙ୍କ ଠାରୁ ଆସିଲେ ବୋଲି ଲେଖା ହେଇଛି କଣ ପାଇଁ ଆସିଲେ ଯେପରି ସେ ଜ୍ୟୋତି ବିଷୟରେ ସାକ୍ଷ୍ୟ ଦିଅନ୍ତି ମୁଁ ଜଗତର ଜ୍ୟୋତି ଯୀଶୁ କହିଲେ ତ ସେ ଯେପରି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦିଅନ୍ତି ଆଉ ତାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ ତ ସେ କଣ ସାକ୍ଷ୍ୟ ଦଉଛନ୍ତି ତହିଁ ଆର ଦିନ ବାପତିସ୍ମ ଦେବାର ପରଦିନ ଏହି ଦେଖ ଈଶ୍ୱରଙ୍କ ମେଷଶାବକ ଯେ ଜଗତର ପାପ ବୋହି ନେଇ ଯାଆନ୍ତି ତ ଏଇଠି ଆମେ ଦେଖିପାରୁଛୁ କି ବାପତିସ୍ମ ଯୋହନ ଯୀଶୁ ଖ୍ରୀଷ୍ଟଙ୍କୁ ବାପତିସ୍ମ ଦଉଛନ୍ତି ଆଉ ଯେମିତି ଆମେ ଯଦି ବାଇବଲ ଦେଖିବା ମାଥିଓ 1:21 ସେଠି ବାକ୍ୟ ଅଛି ଆଉ ସେ ପୁତ୍ର ପ୍ରସବ କରିବେ ପୁଣି ତୁମେ ତାଙ୍କ ନାମ ଯୀଶୁ ଦେବ
କାରଣ ସେ ଆପଣ ଲୋକମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ତ ଯୀଶୁ ଖ୍ରୀଷ୍ଟ ଜନ୍ମ ହେବା ପୂର୍ବରୁ ଯୀଶୁ କାହିଁକି ଜନ୍ମ ହେବାକୁ ଯାଉଛନ୍ତି, ସେଠି ସ୍ୱର୍ଗର ଦୂତ କହୁଛନ୍ତି ସେ ମରିୟମ ଗୋଟେ ପୁଅକୁ ଜନ୍ମ କରିବେ, ଆଉ ସେ ଆପଣ ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ତ ସମସ୍ତ ପାପରୁ ପରିତ୍ରାଣ କରିବା ପାଇଁ ହେଲେ ପ୍ରଥମେ ସେ ନିଜେ ପାପ ଗ୍ରହଣ କରିବାକୁ ପଡିବ। ତ ସେଥିପାଇଁ ଯୀଶୁ ଜର୍ଦ୍ଦନ ନଦୀକୁ ଆସି ବାପ୍ତିସ୍ମ ଯୋହନଙ୍କୁ ସେ ରିକ୍ୱେଷ୍ଟ କରୁଛନ୍ତି ବା ଅନୁରୋଧ କରୁଛନ୍ତି ମତେ ବାପ୍ତିସ୍ମ ଦିଅ। କିନ୍ତୁ ଯୋହନ ଯିଏକି ଯୀଶୁଙ୍କ ବିଷୟରେ ଜାଣିଥିଲେ, ମାଥ୍ୟୁ 3:11 ଭିତରେ ସେ କହୁଛନ୍ତି ମୁଁ ସିନା ତୁମକୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଛି, କିନ୍ତୁ ମୋ ଦ୍ୱାରା ଯିଏ ଆସୁଛନ୍ତି ସେ ମୋଠୁ ମହାନ, ତାଙ୍କର ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ। ସେ ଆସି ତୁମମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। ତ ବାପ୍ତିସ୍ମ ଯୋହନ କହୁଛନ୍ତି ମୁଁ ମନ ପରିବର୍ତ୍ତନ ପାଇଁ ପାଣିରେ ବାପ୍ତିସ୍ମ ଦେଉଛି, ଯୀଶୁ ଆସିଲେ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। କିନ୍ତୁ ବିପଦରେ ସେଠି ଯୀଶୁ ନିଜେ ଆସିକି କହୁଛନ୍ତି ମତେ ବାପ୍ତିସ୍ମ ଦିଅ ବୋଲି। କିନ୍ତୁ ବାପ୍ତିସ୍ମ ଯୋହନ ଯୀଶୁଙ୍କୁ ମନା କରୁଛନ୍ତି, କହୁଛନ୍ତି ନାଇଁ, ଆପଣ ସିନା ମତେ ବାପ୍ତିସ୍ମ ଦେବେ, କେମିତି ଆପଣ ମୋ ପାଖକୁ ଆସୁଛନ୍ତି? ସେଇ ସମୟରେ ଯୀଶୁ କହୁଛନ୍ତି କି ମୁଁ ତମ ପାଖକୁ ସମସ୍ତ ଧାର୍ମିକତା ପୂରଣ କରିବା ପାଇଁ ମତେ ବାପ୍ତିସ୍ମ ଦିଅ ବୋଲି ମୁଁ ଆସିଅଛି। ତ ସମସ୍ତ ଧାର୍ମିକତା ପୂରଣ ପାଇଁ, ଯେମିତିକି ଆମେ ଦେଖୁଛୁ କି ମଣିଷ ହୃଦୟରେ ଧାର୍ମିକତା ନଥିଲା, ପାପ ଥିଲା। ସେଥିପାଇଁ ଯୀଶୁ ଆସିଛନ୍ତି ଧାର୍ମିକତାକୁ ପୂରଣ କରିବା ନିମନ୍ତେ। ତା ଅର୍ଥ ବାଇବଲ ଯଦି ଆମେ ଦେଖିବା 2 Corinthians 5:21 ଯାହାଙ୍କ ଠାରେ ପାପର ଲେଶ ମାତ୍ର ନଥିଲା ତାହାଙ୍କୁ ସେ ଆମମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର ଧାର୍ମିକତା ସ୍ୱରୂପ ହେଉ। ତ ଯାହାଙ୍କ ଠାରେ ପାପର ଲେଶ ମାତ୍ର ନଥିଲା, ଯୀଶୁ ଖ୍ରୀଷ୍ଟ ଯାହାଙ୍କ ପାଖରେ ପାପର ଲେଶ ମାତ୍ର ନଥିଲା, ତାହାଙ୍କୁ ପିତା ପରମେଶ୍ୱର ଆମମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର ଧାର୍ମିକତା ସ୍ୱରୂପ ହେଉ। ତ ଯଦି ମୁଁ କହିବି କି ଆମେ ଯିଏକି ପାପୀ ଥିଲୁ, ଯୀଶୁ ଯିଏକି ପବିତ୍ର ଥିଲେ, ଈଶ୍ୱର ଆମର ପାପର ବସ୍ତ୍ର ଯୀଶୁଙ୍କୁ ପିନ୍ଧେଇଲେ ଆଉ ତାଙ୍କର ଧାର୍ମିକତାର ବସ୍ତ୍ର ଆମକୁ ପିନ୍ଧେଇଲେ। ତ ସେ ସମାନ ଭାବରେ ଯୀଶୁ କହୁଛନ୍ତି ତମେ ମତେ ମନ ପରିବର୍ତ୍ତନର ବାପ୍ତିସ୍ମ ଦିଅ ବୋଲି ମୁଁ ଆସିନାହିଁ। କାରଣ ମନ ପରିବର୍ତ୍ତନ କାହାକୁ ଦରକାର? ପାପୀକୁ ଦରକାର। କିନ୍ତୁ ଯୀଶୁ ପବିତ୍ର ଥିଲେ, ତାଙ୍କୁ ମନ ପରିବର୍ତ୍ତନର ଆବଶ୍ୟକତା ନାହିଁ। ତ ଯୀଶୁ କାହିଁକି ଡୁବ ନେଲେ? ସମସ୍ତ ଧାର୍ମିକତାକୁ ପୂରଣ କରିବା ନିମନ୍ତେ। ମୁଁ ଯାହା କହୁଛି ତା ଓଡ଼ିଆ ବାଇବଲରେ ଲିଖିତ ନାହିଁ, ହିନ୍ଦୀ ବାଇବଲରେ ପାଇପାରିବେ, ବଙ୍ଗାଳୀ ବାଇବଲରେ ପାଇପାରିବେ, ଆଉ ଇଂଲିଶ ବାଇବଲରେ ପାଇପାରିବେ। ଇଂଲିଶ ବାଇବଲ ଲେଖା ହେଇଛି ଇଟ୍ ଇଜ ଫିଟିଂ ଫର ଅସ୍ ଟୁ ଫୁଲଫିଲ ଅଲ୍ ରାଇଚିୟସନେସ୍, ଟୁ ଫୁଲଫିଲ ଅଲ୍ ରାଇଚିୟସନେସ୍। ଯେମିତିକି ଆମେ ଏଠି ପାଣି ଅଛି, ତ କପରେ ପାଣି ଅଛି, ପିଇବି, ବର୍ତ୍ତମାନ ଖାଲି ହେଲା। ତ ଆମେ ଗୋଟେ ବୋଟଲରେ ଯଦି ପାଣିକୁ ଭର୍ତ୍ତି କରିବା, ତାହେଲେ ଆମେ କଣ କରୁଛୁ? ଏଟା ଫୁଲଫିଲ କରୁଛୁ ବା ଆମେ ପୂରଣ କରୁଛୁ ଶୂନ୍ୟ ସ୍ଥାନ, ଯୋଉଟା ଖାଲି ଜାଗା ଅଛି। ମଣିଷର ହୃଦୟ ମଧ୍ୟ ଗୋଟେ ପାତ୍ର ଭଳିଆ, ଯୋଉଟା କି ପାପ ଅଛି। ଯୀଶୁଙ୍କ ପାଖରେ ସମସ୍ତ ଧାର୍ମିକତା ଅଛି। ଇଟ୍ ଇଜ ଫିଟିଂ ଫର ଅସ୍ ଟୁ ଫୁଲଫିଲ ଅଲ୍ ରାଇଚିୟସନେସ୍, ଅଲ୍ ରାଇଚିୟସନେସ୍। এই ହିନ୍ଦୀ ବାଇବଲ ହିନ୍ଦୀରେ ଲେଖା ହେଇଛି ସବି ଧାର୍ମିକତା। ତ ସେଥିପାଇଁ ଯୀଶୁ କଣ କରୁଛନ୍ତି କି ସେ ଚାହୁଁଛନ୍ତି ବାପ୍ତିସ୍ମ ଯୋହନ ଯୀଶୁଙ୍କ ମୁଣ୍ଡ ଉପରେ ହାତ ରଖିବେ। ତ କଣ ହବ? ତ ଯୀଶୁଙ୍କ ପାଖରେ, ଯୀଶୁଙ୍କ ପାଖକୁ ଜଗତର ପାପ ସେ ଗ୍ରହଣ କରିବେ, ଆଉ ସେ ତାଙ୍କର ଧାର୍ମିକତାକୁ ଆମମାନଙ୍କୁ ଦେବେ। ତ ବାପ୍ତିସ୍ମ ଯୋହନ ହିଁ କାହିଁକି ଡୁବନ ଦେବାର ଅଛି? ମାଥ୍ୟୁ 11:11 ପଦକୁ ଯଦି ଦେଖିବା ମାନେ ସେଠି ଆଉ ଗୋଟେ ବାକ୍ୟ ଅଛି ଯେ ଯୀଶୁ ନିଜେ କହୁଛନ୍ତି ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଛି, ସ୍ତ୍ରୀ ଗର୍ଭଜାତ ସମସ୍ତଙ୍କ ମଧ୍ୟରେ ବାପ୍ତିସ୍ମ ଯୋହନଙ୍କ ଠାରୁ ମହାନ କିଏ ଉତ୍ପନ୍ନ ହୋଇନାହାନ୍ତି। ସ୍ତ୍ରୀ ଗର୍ଭଜାତ, ଆଦମ ହବାକୁ ଛାଡ଼ିଦେଲେ ଯେତିକି ଲୋକମାନେ ଜନ୍ମ ହେଇଛନ୍ତି ସ୍ତ୍ରୀ ଲୋକର ଗର୍ଭରୁ ହିଁ ଜାତ ହେଇଛନ୍ତି। ତ
ଏବେ ବି ଜନ୍ମ ହଉଛନ୍ତି 100 ବର୍ଷ ପୂର୍ବରୁ ବି ମା ପେଟରୁ ଜନ୍ମ ହଉଥିଲେ 500 ବର୍ଷ ପୂର୍ବରୁ ମଧ୍ୟ ମା ପେଟରୁ ଜନ୍ମ ହଉଥିଲେ 1000 ବର୍ଷ ପୂର୍ବରୁ ମଧ୍ୟ ତ ଯେତିକି ଲୋକମାନେ ସ୍ତ୍ରୀ ଲୋକଙ୍କ ଗର୍ଭରୁ ଜାତ ହେଇଛନ୍ତି ବାପଚକ ଯୌନ ଠାରୁ ମହାନ କିଏ ଉତ୍ପନ୍ନ ହେଇନାହାନ୍ତି ତା ଅର୍ଥ ବାପଚକ ଯୌନ ହଉଛନ୍ତି ଏ ମାନବ ଜାତିର ପ୍ରତିନିଧି ସ୍ୱରୂପ ସେ ତ ସେଥିପାଇଁ ସେ ଯୀଶୁଙ୍କ ମୁଣ୍ଡ ଉପରେ ଯେତେବେଳେ ହାତ ରଖୁଛନ୍ତି ସମସ୍ତ ପାପ ଯୀଶୁ ଗ୍ରହଣ କରୁଛନ୍ତି ସେଥିପାଇଁ ଏଇଟା ହଉଛି ବାପଚକ ଯୌନଙ୍କର ସାକ୍ଷ୍ୟ ତ ହିଁ ଆର ଦିନ ସେ ଯୀଶୁଙ୍କୁ ଆସ୍ତେ ଦେଖି କହିଲେ ଏହି ଦେଖ ଈଶ୍ୱରଙ୍କର ମେଷାବକ ଯେ ଜଗତର ପାପ ବୋହି ନେଇଯାଏ ଜଗତର ପାପ ମାନେ କଣ ଦେଖିପାରୁଛନ୍ତି ଏଠି ଆଦମ ତାପରେ ଅବ୍ରାହମ ତାପରେ ମଶା ତାପରେ କୃଷ ଯୀଶୁ ଖ୍ରୀଷ୍ଟ ଲେଖା ହେଇଛି ତାପରେ ମୋର ଜୀବନ ଜନ୍ମ ଅଛି ଆଉ ମୃତ୍ୟୁ ମୁଁ ଜନ୍ମ ହେଇଛି ଗୋଟେ ଦିନ ସେଠି ଆଜି ସାମ୍ନାରେ ଅଛି ତିନିଟା ଗାର ଗୋଟେ ଗାର ମୁଁ ଜନ୍ମ ହେଇଛି ମଝି ଗାରଟା ଅଛି 2025 ମୃତ୍ୟୁ ମାନେ କେବେ ମୁଁ ମରି ମୁଁ ଜାଣିନି ମୁଁ ଥିଲାବେଳକୁ ଯୀଶୁ ଆସିବେ ନା ମୁଁ ମଲା କେବେ କିନ୍ତୁ ମୋ ଜେଜେବାପା 1919ରେ ଜନ୍ମ ହେଲେ 1998ରେ ସେ ଜଗତରେ ଜନ୍ମ ହେଲେ ଜଗତରେ ମରିଗଲେ ଜଗତରେ ବହୁତ ଲୋକ ଆଜି ମରିଯାଇଛନ୍ତି ଆଉ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଜଗତ ପୁନର୍ବାର ଆସିବେ ଶେଷ ଲୋକ ଲେଖା ହେଇଛି ଦେଖିପାରିବେ ଶେଷ ଲୋକ ଯିଏ ଧଳା ଡ୍ରେସରେ ତଳକୁ ଆସୁଛନ୍ତି ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ ଆଉ ଥରେ ଆସିବେ ତ ଆଦମ ଠାରୁ ଆରମ୍ଭ କରିକି ଯୀଶୁଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ହଉଛି ଜଗତ ତ ଆଦମ ଠାରୁ ଯୀଶୁଙ୍କ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ସମସ୍ତେ ପାପୀ ଜଗତର ପାପ ଅବସ୍ଥା ପାଇବେ ତ ଏହି ଦେଖ ଈଶ୍ୱର ମେଷାବକ ଯେ ଜଗତର ପାପ ବୋହି ନେଇ ଯାଆନ୍ତି ଜଗତର ପାପରେ ମୋର ଅତୀତ ମୋର ବର୍ତ୍ତମାନ ମୋର ଭବିଷ୍ୟତ ସବୁ ବିଷୟ ସବୁ ପାପ ଯୀଶୁ ନେଇଯାଇଛନ୍ତି ତ ଯେହେତୁ ସେ ପାପକୁ ବହନ କରିଥିଲେ ସେଥିପାଇଁ ବାଇବଲ ଲେଖା ଅଛି 53:5 ସେମାନଙ୍କ ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ ଆମମାନଙ୍କର ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଆମମାନଙ୍କର ଯେଉଁ ଶାସ୍ତି ଥିଲା ତାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରେ ଆମମାନେ ସୁସ୍ଥ ହେଲୁ ଯିଶା 53:6 ଲେଖା ହେଇଛି ଆମମାନେ ମେଷଣ ତୁଲ୍ୟ ବିପଦଗାମୀ ହୋଇଅଛୁ ପୁଣି ଆପଣ ବାଟ ଆଡ଼େ ଫେରିଅଛୁ ଆଉ ସଦାପ୍ରଭୁ ଆମ ସମସ୍ତଙ୍କ ଅପରାଧ ତାହାଙ୍କ ଉପରେ ବର୍ତ୍ତାଇ ଅଛନ୍ତି ଆଜି ପ୍ରଭୁ ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କ ଉପରେ ଆମ ସମସ୍ତଙ୍କ ଅପରାଧକୁ ବର୍ତ୍ତାଇ ଅଛନ୍ତି ଯେତେବେଳେ ସେ କୃଷରେ କୁଶାର୍ପିତ ହେଲେ ତାଙ୍କର ମୁଣ୍ଡରେ ସେଠି କଣ୍ଟାର ମୁକୁଟ ଦିଆଗଲା ଆଉ ଦି ହାତରେ କଣ୍ଟା ମରାଗଲା ଗୋଡରେ ମଧ୍ୟ ପ୍ରକୃତରେ ସେଠି କଣ୍ଟା ମରାଗଲା ତାଙ୍କ ଦେହରୁ ସମସ୍ତ ରକ୍ତକୁ ସେ ଝରି ପ୍ରାଣ ତ୍ୟାଗ କଲେ ତ ତାଙ୍କର ଶେଷ ଶବ୍ଦ ଥିଲା ସମାପ୍ତ ହେଲା ତ ଆମେ ଦେଖୁଛୁ ତ ଯୀଶୁଖ୍ରୀଷ୍ଟ ଏ ଜାଗାରେ କଣ କରୁଛନ୍ତି ସେ ଆମମାନଙ୍କୁ ସେ ଜାଗାରେ ପରିତ୍ରାଣ ଦେବା ପାଇଁ ସେ ସମସ୍ତ ରକ୍ତକୁ ଝରି ପ୍ରାୟଶ୍ଚିତ କରିଛନ୍ତି ଯେମିତି ଆମେ ଆମମାନେ ଏଠି ଦେଖିଲୁ ମାନେ ମଧ୍ୟ ଏ ବିଷୟରେ ଦେଖୁଥିଲେ ତ ପ୍ରଥମେ ସେଠି ପାପ ଆସିଲା ଆଉ ଯେହେତୁ ଲୋକମାନେ ବହୁତ ପାପ କଲେ ସେଥିପାଇଁ ଆଜ୍ଞା ଲଙ୍ଘନ ହେତୁ ଯୋଗ କରାଗଲା ଗାଲାତ୍ୟ 3:19 ବ୍ୟବସ୍ଥା କାହିଁକି ଦତ୍ତ ହେଲା ଯେଉଁ ସନ୍ତାନକୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା ତାହାଙ୍କ ନ ଆସିବା ପର୍ଯ୍ୟନ୍ତ ତା ଆଜ୍ଞା ଲଙ୍ଘନ ହେତୁ ଯୋଗ କରାଗଲା ତା ଦୂତମାନଙ୍କ ଦ୍ୱାରା ଜଣେ ମଧ୍ୟସ୍ଥଙ୍କ ହସ୍ତରେ ସମର୍ପିତ ହେଇଥିଲା ସେ ମଧ୍ୟସ୍ଥି କିଏ ସେ ହେଉଛନ୍ତି ମୂଷା ଆଜ୍ଞା ଲଙ୍ଘନ ହେତୁ ଯୋଗ କରାଗଲା ତ ବ୍ୟବସ୍ଥାର କାମ କିଛି ନୁହେଁ ତାକୁ ଖାଲି ଯୋଗ କରାଗଲା ବିয়োଗ ମଧ୍ୟ କରାଯିବ ମୁଁ ଯଦି ଗୋଟେ ଉଦାହରଣ ଦେବି ଯେମିତି ପ୍ରଥମେ ସେ ଜାଗାରେ ଯୋଉମାନେ ସିଟି ଟ୍ରେନିଂ ନେବେ ସେମାନେ ପ୍ରକୃତରେ ଟିଚର ହେଇପାରୁଥିଲେ କିନ୍ତୁ ସେ ଜାଗାରେ ହଠାତ୍ ପିଲାମାନେ ବଢିଗଲେ ସ୍କୁଲ ବଢିଗଲା କିନ୍ତୁ ଟିଚର ମାନେ ନଥିଲେ ଶିକ୍ଷା ସହାୟକ ଟିଚର ମାନଙ୍କୁ ସେଠି ନିଯୁକ୍ତି କରାଗଲା ତ ସେମାନଙ୍କୁ କଣ୍ଟ୍ରାକ୍ଚୁଆଲ ବୋଲି କୁହାଯାଉଥିଲା ସେ ସମୟରେ ଯେହେତୁ ପ୍ରକୃତ ଟିଚର ମାନେ ଯେହେତୁ ନାହାନ୍ତି କିନ୍ତୁ କେତେ ବର୍ଷ ସମୟ ସୀମା ଭିତରେ ଏଇ କଣ୍ଟ୍ରାକ୍ଚୁଆଲ ଟିଚର ମାନେ ଟିଚର କାମ କରିବେ ସେତିକି ମଧ୍ୟରେ ସରକାର ଟିଚର ଟ୍ରେନିଂ ଦେଇକି ରିଏଲ ଟିଚର ମାନଙ୍କୁ ଆସିବେ ଯେତେବେଳକୁ ସେଇଠି ମାନେ କଣ୍ଟ୍ରାକ୍ଚୁଆଲ ଟିଚର ମାନଙ୍କୁ ସେଠି କଣ କରାଯିବ ସେଠି ସେମାନଙ୍କୁ ରିଟାୟାରମେଣ୍ଟ ଦିଆଯିବ କିନ୍ତୁ ସେଇ ପ୍ରକାରରେ ଯୋଗ କରାଯାଇଥିଲା ଠିକ ସେମିତି ଆଜି ବ୍ୟବସ୍ଥାକୁ ପ୍ରଭୁ ଯୋଗ କରିଥିଲେ କିନ୍ତୁ ଯୀଶୁ ଯେତେବେଳକୁ ଆସୁଛନ୍ତି ଯୀଶୁ କଣ କଲେ ଆମେ ଯାହା ଦେଖିଲୁ ଯୀଶୁ ତାଙ୍କର ଉପରେ ସମସ୍ତ ପାପକୁ ନେଇ
କାଲବରୀ କ୍ରୁଶରେ ନିଜର ରକ୍ତ ଦ୍ୱାରା ସେ ପାପକୁ ପ୍ରାୟଶ୍ଚିତ କଲେ। ସେଥିପାଇଁ ଯୀଶୁଙ୍କ ପରେ ଆଉ ବ୍ୟବସ୍ଥା ନାହିଁ। ଏବେ ବ୍ୟବସ୍ଥାର ଯୁଗ ଗୋଟେ ଅଛି। ଯୀଶୁ କଣ କଲେ? ବ୍ୟବସ୍ଥାକୁ ଶେଷ କଲେ। ଗଲାତୀୟ 3 ପର୍ବର ଯଦି ଆମେ 24 ପଦକୁ ଦେଖିବା, ସେଠି ଗୋଟେ ସମସୀମା ଲେଖା ହେଇଛି। ଗଲାତୀୟ 3 ପର୍ବର 24 ପଦ। ଏହି ପ୍ରକାର ବିଶ୍ୱାସ ହେତୁ ଆମମାନଙ୍କର ଧାର୍ମିକତା ହେବା ନିମନ୍ତେ ଖ୍ରୀଷ୍ଟଙ୍କର ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥା ଆମମାନଙ୍କର ଶିକ୍ଷକ ସ୍ୱରୂପ ହୋଇଥିଲା। ଖ୍ରୀଷ୍ଟଙ୍କର ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥା କରି ଶିକ୍ଷକ ବୋଲି ଲେଖା ହେଇଛି। ଶିକ୍ଷକ କାହିଁକି? ଶିକ୍ଷକ ଯଦିଓ 10ଟାରୁ 4ଟା ପାଠ ପଢଉଛନ୍ତି, କିନ୍ତୁ କୋଉ ପିଲାମାନେ 50%, କିଏ 90%, କିଏ 70%, କିଏ 10%, କିଏ 20%, ଏମିତି ଅଲଗା ଅଲଗା ମାର୍କ ଆଣୁଛନ୍ତି। ତାର ତ ସେଠି ଶିକ୍ଷକ ପାଠ ପଢଉଛନ୍ତି, କିନ୍ତୁ ପିଲାମାନଙ୍କ ମାର୍କ ସେମାନେ କେତେ ପାଠ ପଢୁଛନ୍ତି ତା ଉପରେ ନିର୍ଭର କରୁଛି। ତ ଠିକ ସେମିତି ବ୍ୟବସ୍ଥା ମଧ୍ୟ ଶିକ୍ଷକ ପରି ସେ ଶିକ୍ଷା ଦଉଛି। କିଏ ଶୁଣିଲା ସେ ଶୁଣିଲା, କିଏ ଶୁଣିଲାନି ସେ ଶୁଣିଲାନି। ସେଥିପାଇଁ ବ୍ୟବସ୍ଥା ଶିକ୍ଷକ ସ୍ୱରୂପ ଥିଲା। କିନ୍ତୁ ଯୀଶୁଖ୍ରୀଷ୍ଟ ସେ କଣ କରୁଛନ୍ତି? ପାପୀ ମାନଙ୍କ ପାଇଁ ଜୀବନକୁ ଦେଇଛନ୍ତି। 25 ପଦ। କିନ୍ତୁ ଏବେ ସେ ବିଶ୍ୱାସ ଉପସ୍ଥିତ ହେଲା ପରେ ଆମେମାନେ ଆଉ ସେ ଶିକ୍ଷକର ଅଧୀନରେ ନାହୁଁ। ଏବେ ସେ ବିଶ୍ୱାସ ଉପସ୍ଥିତ ହେଲା ପରେ ମାନେ ଯୀଶୁଖ୍ରୀଷ୍ଟ ଆସିଲା ପରେ ଆମେ ମାନେ ଆଉ ସେ ଶିକ୍ଷକର ଅଧୀନରେ ନାହୁଁ। ଶିକ୍ଷକ ମାନେ କିଏ? ବ୍ୟବସ୍ଥାର ଅଧୀନରେ ନାହୁଁ। 26। କାରଣ ତୁମେମାନେ ସମସ୍ତେ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ସନ୍ତାନ ହୋଇଯାଉଛ। ରୋମିଓ 10 ପର୍ବ ଯଦି ଆମେ 4 ପଦକୁ ଦେଖିବା, ସେଠି ଲେଖା ଅଛି, କାରଣ ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି। ତ ସେ ଜାଗାରେ ଖ୍ରୀଷ୍ଟ ବ୍ୟବସ୍ଥାକୁ ଶେଷ କଲେ। ଖ୍ରୀଷ୍ଟ ବ୍ୟବସ୍ଥାକୁ ଶେଷ କଲେ। କ୍ରାଇଷ୍ଟ ଇନ୍ ଦ ଏଣ୍ଡ ଅଫ ଦ ଲ, ସେ ବ୍ୟବସ୍ଥାକୁ ଶେଷ କଲେ। ତ ଯେମିତି ପାଣିକୁ ସେ ଜାଗାରେ ବନ୍ଧ ବନ୍ଧା ହଉଛି, ଆଉ ବହୁତ ପାଣି ବନ୍ଧରେ ଅଟକିକି ରହିବ। ଯଦି ବନ୍ଧ ଭାଙ୍ଗିଯିବ ତାହେଲେ କଣ ହବ? ଗାଁଟା ଭାସିକୁ ପଳେଇବ। ସେଥିପାଇଁ ପରମେଶ୍ୱର କଣ କଲେ? ବ୍ୟବସ୍ଥାକୁ ବନ୍ଧ ଭାଙ୍ଗିଦେଲେ। ଯଦି ବ୍ୟବସ୍ଥା ଅଛି ତାହେଲେ ଗୋଟେ ମଣିଷ କେବେ ପରିତ୍ରାଣ ପାଇପାରିବ ନାହିଁ। କାରଣ ବ୍ୟବସ୍ଥା ସମ୍ମୁଖରେ ଆମେ ସମସ୍ତେ ପାପୀ। ତ ଯୀଶୁଙ୍କର ପରେ ସେଠି ଅନୁଗ୍ରହ ଯୁଗର ଆରମ୍ଭ ହେଇଛି। ତ ବର୍ତ୍ତମାନ ଦେଖିପାରୁଛୁ ଏଠି ଦିଟା କଲମ ଅଛି। ଗୋଟେ ବ୍ୟବସ୍ଥା ଲ, ଆଉ ଗୋଟେ ନ୍ୟୁ କଭେନେଣ୍ଟ ବା ନୂତନ ନିୟମ। ତ ଏଠି ମଶା ଗୋଟେ ମଶା ଲେଖା ହେଇଛି, ଆଉ ଗୋଟେ ଯୀଶୁ ଲେଖା ହେଇଛି। ମଶାଙ୍କର ତଳେ ମଶାଙ୍କ ଠାରୁ ଯୀଶୁଙ୍କ ପର୍ଯ୍ୟନ୍ତ ଟାଇମ ପିରିୟଡ। ସେଟା ପ୍ରସ୍ତର ଫଳକ, ଟାବଲେଟ୍ସ ଅଫ ଷ୍ଟୋନ, ମାନେ ପ୍ରସ୍ତର ଫଳକ। କେତେଟା ନିୟମ? 613ଟା ନିୟମ। କାହାକୁ ଦିଆଯାଇଛି? ମଣିଷକୁ, ମତେ ଦିଆଯାଇଛି। ଆଉ ତାର ବିଷୟବସ୍ତୁ କଣ? କର୍ମ। ତ କର୍ମ ଯେହେତୁ ମଣିଷ କରିପାରିଲାନି, ତ ଫଳାଫଳ କଣ? ପାପୀ ଆଉ ଅଭିଶାପ। କିନ୍ତୁ ନୂତନ ନିୟମ କଣ? ଯୀଶୁଖ୍ରୀଷ୍ଟ, ଆଉ ସେଟା ଯୀଶୁଙ୍କ ଠାରୁ ଇଟର୍ନିଟି ପର୍ଯ୍ୟନ୍ତ, ଜିଜସ୍ ଟୁ ଇଟର୍ନିଟି, ମାନେ ଅନନ୍ତ କାଳ ପର୍ଯ୍ୟନ୍ତ। ଟାବଲେଟ ଅଫ ହାର୍ଟ, ହୃଦୟର ଫଳକରେ ଲେଖା ହେଇଛି। ଆଉ 613ଟା ନିୟମ ନାହିଁ, ଗୋଟେ ଆଗା ନିୟମ କଣ? ଆଉ ସେଟା ନିୟମ କିଏ କାହାକୁ ଦିଆଯାଇଛି? ନିଜେ ଯୀଶୁଙ୍କୁ ଦିଆଯାଇଛି। ଯଦି ଆମେ ଦେଖିବା ପରମେଶ୍ୱର କଣ ପାଇଁ ପଥର ପଟାରେ ଦେଲେ? ସେ ମାଟି ପଟା ନହେଲେ କାଠ ପଟାରେ ଦେଇ ପାରିଥାନ୍ତେ। ତ ବାଇବଲରେ ପଥର ମାନେ ଯୀଶୁଙ୍କୁ ବୁଝାଯାଏ। ଯୀଶୁ ହଉଛନ୍ତି କୋଣର ପ୍ରଧାନ ପ୍ରସ୍ତର। ଆଉ ପ୍ରଥମ କରନ୍ଥୀୟ 10 ପର୍ବ 4 ପଦରେ ମଧ୍ୟ ଯେତେବେଳକୁ ଇସ୍ରାଏଲ ଲୋକମାନେ ମିଶର ଦେଶରୁ ଆସୁଥିଲେ, ସେତେବେଳକୁ ମରୁଭୂମିରେ ଶୋଷ ଲାଗିଲା ତାଙ୍କୁ, ପରମେଶ୍ୱର ଗୋଟେ ପଥରରୁ ପାଣି ବାହାର କରିକି ସେମାନଙ୍କୁ ଦେଲେ। ତ ସେ ପଥର ଯୀଶୁ ବୋଲିକି ଲେଖା ହେଇଛି ପ୍ରଥମ କରନ୍ଥୀୟ 10:4। ତ ସେଥିପାଇଁ ଯୀଶୁ ହିଁ କେବଳ ବ୍ୟବସ୍ଥାକୁ ମାନି ପାରିବେ। ସେଥିପାଇଁ ଯେତେବେଳେ ଆମେ ଦେଖୁଛୁ ନୂଆ ନିୟମ ମଧ୍ୟ ଯୀଶୁ ପାଳନ କରୁଛନ୍ତି। ତ ଯେମିତିକି ମୂଷାଙ୍କ ବ୍ୟବସ୍ଥାର ମୂଳ ବିଷୟ ହଉଛି କର୍ମ, ସେମିତି ନୂତନ ନିୟମର ମୂଳ ବିଷୟ ହଉଛି ବିଶ୍ୱାସ। ଯେହେତୁ ଯୀଶୁ ସଫଳ କରିଛନ୍ତି, ଆମକୁ ବିଶ୍ୱାସ କରିବାର ଅଛି। ତାର ଫଳାଫଳ କଣ? ଧାର୍ମିକ ଲୋକ ଆଉ ଆଶୀର୍ବାଦ। ଏଭ୍ରି 10 ପର୍ବର 16 ପର୍ବ ଯଦି ଆମେ ଦେଖିବା, ଆପଣ ମାନେ ଏଟାକୁ ପଢିବା ପୂର୍ବରୁ ଆଉ ଗୋଟେ ବିଷୟ ଦେଖିବା, ଯୋଉଟା ଆମେ ପ୍ରଥମେ ଦେଖିଥିଲୁ ବାକ୍ୟ।
ଆଜି ଆମେ ଯେରେମିୟା 31:31-34 ପଦ ପଢିଲୁ। ଏଠି ପରମେଶ୍ୱର କହୁଛନ୍ତି, ଦେଖ ଯେଉଁ ସମୟରେ ଆମେ ଇସ୍ରାଏଲ ବଂଶ ଓ ଜିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା, ଏପରି ସମୟ ଆସୁଅଛି। ପରମେଶ୍ୱର ଯିଏକି ନିୟମ ଦେଇଥିଲେ, ଦଶ ଆଜ୍ଞା ଦେଇଥିଲେ, ସେଇ ଇସ୍ରାଏଲ ଲୋକଙ୍କୁ, ସେ ଜିହୁଦା ଲୋକଙ୍କୁ ଆଜି ପ୍ରଭୁ କାହିଁକି ନୂତନ ନିୟମ ଦେବା ବିଷୟରେ କହୁଛନ୍ତି? ଯେହେତୁ ଏଇ ଯୋଉ ପୁରାତନ ନିୟମ ବିଫଳ ହେଇଗଲା। କାହିଁକିନା ପୁରାତନ ନିୟମ ଧାର୍ମିକ ମାନଙ୍କୁ ନ ଦେଇକି ପାପୀ ମାନଙ୍କୁ ଦିଆଗଲା। ଆଉ ସେ ନିୟମକୁ ପାଇଲା ପରେ ଗୋଟେ ପାପୀ ସେ କେବେ ମଧ୍ୟ ଧାର୍ମିକ ହେଇପାରିଲା, ଯେହେତୁ ସେ ନିୟମକୁ ଭାଙ୍ଗିଲା। 32 ପଦରେ ଲେଖା ଅଛି, ଦେଖ, ମିଶ୍ର ଦେଶରୁ ସେମାନଙ୍କ ପୂର୍ବପୁରୁଷ ଗଣକୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କ ହସ୍ତ ଧରିବା ଦିନ ସେମାନଙ୍କ ସହିତ ଆମର କୃତ ନିୟମ ଅନୁସାରେ ନୁହେଁ। ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ସ୍ୱାମୀ ହେଲେ ସେମାନେ ଆମ୍ଭର ସେଇ ନିୟମ ଲଙ୍ଘନ କଲେ। ତ ଯେହେତୁ ସେମାନେ ସେ ନିୟମକୁ ଲଙ୍ଘନ କଲେ, ସେଥିପାଇଁ ପରମେଶ୍ୱର ନୂତନ ନିୟମକୁ ସେମାନଙ୍କୁ ଦେଉଛନ୍ତି। 33 ପଦ, ସଦାପ୍ରଭୁ କହନ୍ତି, ସେ ସବୁ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା। ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ। ଏଇଠି ଗୋଟେ ବିଷୟକୁ ପାଇପାରିବା, ଆମ୍ଭେ 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 ଆମ୍ଭେ। ଏଇଠି ଆମ୍ଭେ ମାନେ ପ୍ରଭୁ ନିଜେ। ତ ଯଦି ଏଠି ପରମେଶ୍ୱର କହୁଛନ୍ତି କି ଆମେ ଯୋଉ ନିୟମ ସ୍ଥିର କରିବା, ଆମ୍ଭେ ସେମାନଙ୍କ ଅନ୍ତରରେ ଆମର ବ୍ୟବସ୍ଥା ରଖିବା। ପ୍ରଭୁ ନିଜେ ଆମର ହୃଦୟରେ ବ୍ୟବସ୍ଥାକୁ ରଖିବେ, ନୂତନ ବ୍ୟବସ୍ଥାକୁ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ପ୍ରଭୁ ନିଜେ ଆମମାନଙ୍କ ହୃଦୟରେ ଲେଖିବେ। ଆମ୍ଭେ ସେମାନଙ୍କ ପରମେଶ୍ୱର ହେବା, ସେମାନେ ଆମର ଲୋକ। 34 ପଦ, ପୁଣି ତୁମେ ମାନେ ପରମେଶ୍ୱରଙ୍କୁ ଜ୍ଞାତ ହଉ ବୋଲି କହି ସେମାନେ ପ୍ରତ୍ୟେକ ଆପଣଙ୍କ ପ୍ରତିବାସୀକି ଓ ପ୍ରତ୍ୟେକ ଆପଣଙ୍କ ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ। କାରଣ ସଦାପ୍ରଭୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମ ଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମକୁ ଜ୍ଞାତ ହେବେ, ଯେହେତୁ ଆମ୍ଭେ ସେମାନଙ୍କ ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। ତ ଏଇ ଜାଗାରେ ଯେମିତିକି ଶିକ୍ଷା ଦେବାକୁ ଆଉ କାହାକୁ ପଡିବନି, ପ୍ରତିବାସୀକୁ କି ଭାଇକୁ ଶିକ୍ଷା ଦେବାକୁ କିଛି ଆବଶ୍ୟକତା ନାହିଁ। ସଦାପ୍ରଭୁ କହନ୍ତି, ସେମାନଙ୍କ କ୍ଷୁଦ୍ରତମ ଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମକୁ ଜ୍ଞାତ ହେବେ। ଏଠି ପ୍ରଭୁ କହୁଛନ୍ତି କି ସମସ୍ତେ କ୍ଷୁଦ୍ରତମ ଠାରୁ ମହତ୍ତମ ପର୍ଯ୍ୟନ୍ତ, କ୍ଷୁଦ୍ରତମ ଯିଏ ଚର୍ଚ୍ଚକୁ ଠିକରେ ଯାଏନି, ଦାନ ନାହିଁ, ସେଠି ମାସକୁ ଥରେ 2 ମାସକୁ ଥରେ ଯିଏ ଯାଏ, ମହତ୍ତ୍ୱ ମାନେ ଯୋଉମାନେ କି ଚର୍ଚ୍ଚରେ ବହୁତ ଇମ୍ପୋର୍ଟାଣ୍ଟ, ଆଗ ଯାଆନ୍ତି, କବାଟ ଖୋଲନ୍ତି, ଝାଡୁ କରନ୍ତି, ବହୁତ ଆଗ ଲାଇନରେ ଅଛନ୍ତି, ସମସ୍ତେ ଆମକୁ ଜ୍ଞାତ। ଯେହେତୁ ଆମ୍ଭେ ସେମାନଙ୍କ ଅପରାଧ କ୍ଷମା କରିବା ଓ ସେମାନଙ୍କ ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। ତ ଏଠି ପରମେଶ୍ୱର ନିଜେ ପାପ କ୍ଷମା କରିବେ ଆଉ ପାପ ମନେ ପକେଇବେନି ବୋଲି କହିଛନ୍ତି। ସେଥିପାଇଁ ମାନେ ଏପ୍ରି 10 ପର୍ବ 16 ପଦକୁ ଦେଖୁଛୁ। କାରଣ ପ୍ରଭୁ ଏହି କଥା କହନ୍ତି, ସେଇ ସବୁ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆମ୍ଭର ବ୍ୟବସ୍ଥା ଦେବା। ଏଇଟା ମଶାଙ୍କ ବ୍ୟବସ୍ଥା ଲେଖା ହେଇଛି, ଏଇଟା ଯେହେତୁ ମୋବାଇଲ ଫୋନର ଏଇଟା ବୋଧେ ଲେଖା, ସେଥିପାଇଁ ଏମିତି ଭୁଲ ହେଇଯାଇଛି। ଆମ୍ଭେ ସେମାନଙ୍କ ହୃଦୟରେ ଆପଣ ବ୍ୟବସ୍ଥା ଦେବା, ଏଟା ଓଡ଼ିଆ ବାଇବଲରେ ଲେଖା ହେଇଛି। ପୁଣି ସେମାନଙ୍କ ମନରେ ସେ ସବୁ ଲେଖିବା। ଏହା କହିଲା ଉତ୍ତରେ ସେ କହନ୍ତି, ସେମାନଙ୍କ ପାପ ଓ ସେମାନଙ୍କ ଅପରାଧ ସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। ଏହି ସମସ୍ତ କ୍ଷମା ହେବା ସ୍ଥଳେ ପାପ ନିମନ୍ତେ ଆଉ ବଳି ଉତ୍ସର୍ଗ କରିବା ଅନାବଶ୍ୟକ। ସେଥିରେ ଏଇଠି ପରମେଶ୍ୱର ଏଇ ଯୋଉ ଏପ୍ରି 10 ପର୍ବ 16 ପଦରେ, ସେ ଯୋଉ ଯେରେମିୟା 31 ପର୍ବର 31 ପଦର 34 ପଦର ଭବିଷ୍ୟବାଣୀ ସଫଳ ହେବା ବିଷୟରେ ଲେଖିଛନ୍ତି। ଯେହେତୁ ରୋମିଓ 3:23 ସମସ୍ତେ ପାପ କରିଛନ୍ତି, ଈଶ୍ୱର ଗୌରବ ରହିତ ହୋଇ ଅଛନ୍ତି। ରୋମିଓ 6:23 କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହାୟତାରେ ଅନନ୍ତ ଜୀବନ ଅଟେ। ତ ଯେତେବେଳେ ଆମେ ଦେଖୁଛୁ, ଆମେ ସମସ୍ତେ ପାପ କରି ସାରିଛୁ, ଆମେ ବ୍ୟବସ୍ଥା ସମ୍ମୁଖରେ, ଆଉ ପାପର ବେତନ ମୃତ୍ୟୁ। ଗାଲାତ୍ୟ 3:14 ଲେଖା ଅଛି, ଏଥିପାଇଁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ମଶାଙ୍କ ବ୍ୟବସ୍ଥାର ଅଭିଶାର ମୂଲ୍ୟ ଦେଇ ଆମମାନଙ୍କୁ ମୁକ୍ତ କଲେ। କାରଣ ଯେପରି ଶାସ୍ତ୍ରରେ ଲେଖା ଅଛି, ସେ କି କୁଣ୍ଡରେ ଟଙ୍ଗା ଯାଏ ସେ ଅଭିଶପ୍ତ। ତ ଯୀଶୁ କାହିଁକି ଅଭିଶପ୍ତ ହେଲେ? ବ୍ୟବସ୍ଥା କାହାକୁ ଅଭିଶାପ ଦିଏ? ଯୋଉମାନେ ବ୍ୟବସ୍ଥାକୁ ଭାଙ୍ଗନ୍ତି ସେମାନଙ୍କୁ ବ୍ୟବସ୍ଥା ଅଭିଶାପ ଦିଏ। ଆମେ
ଯେ କି ବ୍ୟବସ୍ଥାକୁ ମାନିନୁ ଆମ ଉପରେ ଅଭିଶାପ ଥିଲା। କିନ୍ତୁ ଏଠି ବାଇବଲ ଲେଖା ହେଇଛି ଏଥିପାଇଁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ବ୍ୟବସ୍ଥାର ଅଭିଶାପରୁ ଆମମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ। ତ ବାକ୍ୟରେ ଲେଖା ଯେ କେହି କୁଣ୍ଡରେ ଟଙ୍ଗାଯାଏ ସେ ଅଭିଶପ୍ତ। ତ ଏଇଟା ଆମେ ଦେଖିପାରୁଛୁ ଏପ୍ରି 10:9 କଣ ଲେଖା ହେଇଛି? ତତ୍ପରେ ସେ କହନ୍ତି ଦେଖ ତୁମର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି। ଦ୍ୱିତୀୟ ନିୟମକୁ ସ୍ଥାପନ କରିବା ନିମନ୍ତେ ସେ ପ୍ରଥମ ନିୟମକୁ ଲୋପ କରନ୍ତି। ଦ୍ୱିତୀୟ ନିୟମ କଣ ପ୍ରଥମ ନିୟମ କଣ? ପ୍ରଥମ ନିୟମ ତଳେ ଅଛି ମଶାଙ୍କର ବ୍ୟବସ୍ଥା ପ୍ରଭୁ ଲୋପ କଲେ। ଦ୍ୱିତୀୟ ନିୟମ କଣ? ଯୀଶୁକୁ ବଳି ଦେଲେ ବା ଯୀଶୁ ଯୋଉ କ୍ରୁଶରେ କ୍ରୁଶାନ୍ବିତ ହେଲେ ତାଙ୍କର ବଳିଦାନ ଦ୍ୱାରା ସେ ଆମକୁ କ୍ଷମା ଦେଇଛନ୍ତି। ଦ୍ୱିତୀୟ କରନ୍ଥ 3 ପର୍ବ ଯଦି ଆମେ ଦେଖୁଛୁ 3 ପଦରେ ପୁଣି ତୁମମାନେ ଯେ ଆମମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ର ସ୍ୱରୂପ ଏହା ପ୍ରକାଶ ପାଉଅଛି ତାହା କାଳରେ ଲିଖିତ ନୁହେଁ ମାତ୍ର ଜୀବନ୍ତ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଲିଖିତ। ପୁଣି ତୁମମାନେ ଯେ ଆମମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟ ପତ୍ର ସେ ସମାନ ଲାଗେ ତାହା କାଳରେ ଲିଖିତ ନୁହେଁ ମାତ୍ର ଜୀବନ୍ତ ଈଶ୍ୱରଙ୍କ ଆତ୍ମା ଦ୍ୱାରା ଲିଖିତ। ପ୍ରସ୍ତର ଫଳକରେ ନୁହେଁ ମାତ୍ର ମାଂସ ଓ ହୃଦୟ ଫଳକରେ 2 ଥର ଲେଖା ହେଇଯାଇଛି। ତ ପ୍ରସ୍ତର ଫଳକରେ ନୁହେଁ ମାତ୍ର ମାଂସ ଓ ହୃଦୟ ରୂପ ଫଳକରେ। ତ ଆପଣ ଦେଖିପାରିବେ ମଶାଙ୍କ ବ୍ୟବସ୍ଥା ପ୍ରସ୍ତର ଫଳକରେ ଲେଖା ହେଲା କିନ୍ତୁ ନୂତନ ବ୍ୟବସ୍ଥା ଆମମାନଙ୍କ ହୃଦୟରେ ନିଜେ ସିଧା ପ୍ରଭୁ ଲେଖିଛନ୍ତି। ତ ଏପ୍ରି 10:16 ଆମେ ପଢିଲୁ 17-18। ତ ପରମେଶ୍ୱର ନିଜେ ସେ ଆମମାନଙ୍କ ହୃଦୟ ଫଳକରେ ଏସବୁ ବିଷୟ ଲେଖିଛନ୍ତି। ଯେମିତିକି ଆମେ ଏଇଠି ପାଇପାରୁଛୁ ରୋମିଓ 3:16 ମଧ୍ୟ ଲେଖା ଅଛି କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ ଯେପରି ଯେ କିଏ ତାଙ୍କର ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଏପ୍ରି 10:14 କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ପବିତ୍ରଭୂତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି। ତ ଆଜି ପରମେଶ୍ୱର କାରଣ ଏକ ବଳି ମାନେ ଯୀଶୁଖ୍ରୀଷ୍ଟଙ୍କ ଶରୀର ବଳି ଦ୍ୱାରା ପିତା ପରମେଶ୍ୱର ପବିତ୍ରଭୂତ ହେଉଥିବା ଲୋକମାନଙ୍କୁ ମାନେ ଆମେ ସମସ୍ତେ ଯିଏକି ପବିତ୍ରଭୂତ ହେଇଛୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି। ତ ଏଇ ସବୁ ବିଷୟକୁ ପରମେଶ୍ୱର ସେଠି କଣ କଲେ? ସେଠି ସଫଳ କରୁଛନ୍ତି। ଯଦି ଆମେ ଟିକେ ଦେଖିବା କେମିତି ସମାଗମ ତମ୍ବୁ ଥିଲା। ଗୋଟେ ଦିନ ପରମେଶ୍ୱର ମଶାଙ୍କୁ ସିଂହ ପର୍ବତକୁ ନେଇକି ସେ ସ୍ୱର୍ଗର ସମାଗମ ତମ୍ବୁକୁ ଦର୍ଶନ ଦେଲେ। 10 ଆଜ୍ଞା ସହିତ ସମାଗମ ତମ୍ବୁର ଦର୍ଶନକୁ ଦେଲେ ଆଉ କହିଲେ ତୁମେ ଯାହା ଦେଖୁଛ ଯେମିତି ଦେଖୁଛ ସେମିତି ପୃଥିବୀରେ ବନାଅ। ତ ସେଇ 10 ଆଜ୍ଞାରେ ମୂଳ କାମ କଣ ଥିଲା? କାରଣ ପାପ କ୍ଷମା ପାଇଁ ଯୋଉ ବଳି ଦିଆହଉଥିଲା ସେଟା କେବଳ ଏଇ ସମାଗମ ତମ୍ବୁରେ ହିଁ ଦିଆହଉଥିଲା। ଯେହେତୁ ଇସ୍ରାଏଲ ଲୋକମାନେ ପ୍ରଭୁଙ୍କ ବ୍ୟବସ୍ଥାକୁ ଭାଙ୍ଗୁଥିଲେ ସେଥିପାଇଁ ପରମେଶ୍ୱର କେବଳ ଇସ୍ରାଏଲ ଲୋକମାନଙ୍କ ପାଇଁ ଏ ବଳି ପ୍ରଥାକୁ ଦେଇଥିଲେ। ସେଥିପାଇଁ ଗୋଟେ ପାପୀ ଯଦି ପାପ କରୁଥିଲା ସେ ଗୋଟେ ନିକୁନ୍ତ ଛାଗିକୁ ନେଇକି ଆସୁଥିଲା ଆଉ ସେ ତାର ମୁଣ୍ଡ ଉପରେ ହାତ ରଖିକି ସେ ପ୍ରକୃତିରେ ସେ ଛେଳିକୁ ବଳି ଦଉଥିଲା ଆଉ ତା ରକ୍ତକୁ ନେଇକି ଯାଜକ ସେ ଜାଗାରେ ଯଜ୍ଞ ଭିତର ଶୃଙ୍ଗରେ ଯୋଉ ସିଂହ ଭଳିଆ ଅଛି ସେ ଶୃଙ୍ଗରେ ଆଉ ବାକି ରକ୍ତ ବେଦୀ ମୁହଁରେ ଢାଳିକି ପାପକୁ ପ୍ରାୟଶ୍ଚିତ କରୁଥିଲେ। ଯେହେତୁ ଜିରିମିୟ 17:1 ଲେଖା ଅଛି କି ପାପ ଜିହୁଦାର ପାପ ଲୋହର ଲିଖନିରେ ଓ ହୀରକର କଣ୍ଟକ ଦ୍ୱାରା ଲିଖିତ ଅଛି ତାହା ସେମାନଙ୍କ ହୃଦୟ ରୂପକ ଫଳକରେ ଓ ତୁମ ଯଜ୍ଞ ବିଧିର ଶୃଙ୍ଗରେ ଖତିତ ହେଇଛି। 2ଟା ଜାଗାରେ ପାପ ଲେଖା ହେଇଛି ଉପରେ ଦେଖିପାରିବ ହୃଦୟ ମନୁଷ୍ୟର ହୃଦୟରେ ଆଉ ଦ୍ୱିତୀୟଟା ହଉଛି ଯଜ୍ଞ ବିଧିର ଶୃଙ୍ଗରେ। ତ ସେଥିପାଇଁ এই ପ୍ରକାରରେ ପାପକୁ ପ୍ରାୟଶ୍ଚିତ କରାଯାଉଥିଲା। ତ ସେଇଥିପାଇଁ ଆଜି ଯୀଶୁଖ୍ରୀଷ୍ଟ ଜଗତର ପାପ ପାଇଁ ନିଜ ରକ୍ତ ଦ୍ୱାରା ସେ ପ୍ରାୟଶ୍ଚିତ କରିଅଛନ୍ତି। ତ ମୁଁ ଆଉ ଗୋଟେ ଫଟୋ ଦେଖିବି ଟିକେ। शेयर कर
ଯଦି ଆମେ ଏଭ୍ରି ପୁସ୍ତକ 9 ପର୍ବର 12 ପଦକୁ ଦେଖିବା, ଏଗାର ପଦ 12 ପଦ। କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ଉତ୍ତମ ବିଷୟର ମହାଯାଜକ ସ୍ୱରୂପେ ଉପସ୍ଥିତ ହୋଇ ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତର ଶ୍ରେଷ୍ଠତର ତମୁ ଦେଇ ଯାଇ ଛାଗ ଓ ଗୋବସ ରକ୍ତ ନୁହେଁ, ମାତ୍ର ଆପଣ ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। ତ ଏଇଠି ଏମିତି ଲେଖା ହେଇଛି, ଯୀଶୁ ଖ୍ରୀଷ୍ଟ ବର୍ତ୍ତମାନ ମହାଯାଜକ ସ୍ୱରୂପେ ଆସୁଛନ୍ତି ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ଓ ଶ୍ରେଷ୍ଠତର ତମୁ ଦେଇ ଯାଏ। ଅହସ୍ତକୃତ ଲେଖା ହେଇଛି। ହସ୍ତକୃତ ମାନେ ଯୋଉଟା ହାତରୁ ତିଆରି ହେଇଛି। ଏ ପୃଥିବୀରେ ଯେତିକି ଚର୍ଚ୍ଚ, ଯେତିକି ମନ୍ଦିର, ଯେତିକି ମସଜିଦ ଅଛି, ମଣିଷ ହାତରୁ ତିଆରି ହେଇଛି। କିନ୍ତୁ ଯୀଶୁ ଖ୍ରୀଷ୍ଟ ଜଣେ ମହାଯାଜକ, ଯିଏକି ଅହସ୍ତକୃତ ଶ୍ରେଷ୍ଠତର ତମୁରୁ ଆସିଛନ୍ତି। ତ ଆମେ ଜାଣିଛୁ ଯେମିତିକି ପ୍ରଭୁ ସିନ ପର୍ବତରେ ମଶାଙ୍କୁ ନେଇକି ଯାଉଛନ୍ତି, ଆଉ ସେ ସ୍ୱର୍ଗର ସମାଗମ ତମୁର ଦର୍ଶନ ଦେଇଥିଲେ, ଆଉ ତାର ଗୋଟେ ଅବିକଳ ମଡେଲ ପୃଥିବୀରେ ବନେଇବା ପାଇଁ କୁହାଯାଇଥିଲା। ସେଟା କେବଳ ଇସ୍ରାଏଲ ଲୋକମାନେ, ଇସ୍ରାଏଲ ଜାତି ପାଇଁ, ଇସ୍ରାଏଲ ଜାତି ପାଇଁ, ସବୁ ଲୋକ ପାଇଁ ନାହିଁ, ବା ପୃଥିବୀର ସବୁ ଲୋକ ପାଇଁ ନାହିଁ। ଆଉ ସେ ସମୟରେ କେବଳ ଇସ୍ରାଏଲ ଲୋକମାନେ ବଳି ଦେଇକି ପାପରୁ କ୍ଷମା ପାଉଥିଲେ। କିନ୍ତୁ ଏଠି ଏପ୍ରିଲ 9 11 12 ଆମେ ପାଇପାରୁଛୁ, ଯୀଶୁ ଜଣେ ମହାଯାଜକ, ସେ ଅହସ୍ତକୃତ ତମ୍ବୁରୁ ଆସିଥିଲେ, ଆଉ ଛାଗ ଓ ଗୋବସ ରକ୍ତ ନୁହେଁ, ବା ଛେଳି ରକ୍ତ କି ଗାଈ ରକ୍ତ ନାହିଁ, ନିଜର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। ଏ ଜଗତ ସମୟ ସୀମା ଭିତରେ ବନ୍ଧା ଯାଇଛି। ଏ ଜଗତରେ ଗତକାଲି, ବର୍ତ୍ତମାନ, ଭବିଷ୍ୟତ ଅଛି। ଅତୀତ, ବର୍ତ୍ତମାନ, ଭବିଷ୍ୟତ। କିନ୍ତୁ ଯେତେବେଳେ ବି ବାଇବଲରେ ସ୍ୱର୍ଗ ବିଷୟରେ ଲେଖା ହେଇଛି, ଚିରକାଳ, ଅନନ୍ତ କାଳ ଏମିତି ଲେଖା ହେଇଛି। ଚିରକାଳ ମାନେ କେବେ ଶେଷ ଯୋଉଟା ହବନି, ଅନନ୍ତ ଯୋଉଟା କି ଅନ୍ତ ନାହିଁ, ଅନନ୍ତ କାଳ। ତ ଯୀଶୁ କୋଉଠୁ ଆସିଲେ? ସ୍ୱର୍ଗର ସମାଗମ ତମରୁ ଆସିଲେ। ଆଉ ସେ କଣ କଲେ? ଆମେ ଯେତେବେଳେ ଦେଖୁଛୁ ଯୀଶୁ 2000 ବର୍ଷ ପୂର୍ବରୁ କେବଳ କ୍ରୁଶରେ ମୃତ୍ୟୁବରଣ କଲେ, ଆଉ 3 ଦିନ ପରେ ପୁନରୁତ୍ଥିତ ହେଲେ, ଆମେ ଏତିକି ଜାଣିଛୁ। କିନ୍ତୁ ଏଠି ବାଇବଲ କଣ କହୁଛି? ସେତିକିରେ ଶେଷ ହେଇନି। ସେ ନିଜ ରକ୍ତକୁ ଘେନିକି ବର୍ତ୍ତମାନ ସ୍ୱର୍ଗର ସମାଗମ ତମକୁ ଗଲେ, ଆଉ ସେଠି କଣ କଲେ? ଅନନ୍ତ ମୁକ୍ତିକୁ ସାଧନ କରିଛନ୍ତି। ତ ସେଥିପାଇଁ ଆଜି ମୁଁ କହିବା ପାଇଁ ଚାହୁଁଛି, ଯେମିତିକି ଏଭ୍ରି ପୁସ୍ତକ 9 ପର୍ବର 22 ପଦରେ ଲେଖା ଅଛି, ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ସୂଚୀକୃତ ହୁଏ, ଆଉ ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ତ ବ୍ୟବସ୍ଥା ଅନୁସାରେ ଯଦି ଗୋଟେ ମଣିଷ ପାପୀ, ତାହେଲେ ବ୍ୟବସ୍ଥା ଅନୁସାରେ ସେ ସଫା ହେବା ପାଇଁ ହେଲେ ରକ୍ତ ହିଁ ଦରକାର। ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ତ ଆଜି ଯୀଶୁ ଖ୍ରୀଷ୍ଟ ଯଦି ଆଜି କ୍ରୁଶରେ ମରିଛନ୍ତି, ସେ କେବଳ ଇସ୍ରାଏଲ ଜାତି ପାଇଁ ନାହିଁ, ସମଗ୍ର ଜଗତର ପାପର ପ୍ରାୟଶ୍ଚିତ ପାଇଁ। ସେଥିପାଇଁ ବାଇବଲରେ ପ୍ରଥମ ଜନ 1:2 ପର୍ବର ଯଦି 2 ପଦକୁ ଦେଖିବା, ପ୍ରଥମ ଜନ 2 ପର୍ବର 2 ପଦକୁ ଦେଖିବା, ଆଉ ସେ ଆମମାନଙ୍କ ପାପ ନିମନ୍ତେ, କେବଳ ଆମମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ ସ୍ୱରୂପ ଅଟନ୍ତି। ଆଉ ସେ ଆମମାନଙ୍କ ପାପ ନିମନ୍ତେ, କେବଳ ଆମମାନଙ୍କ ପାପ ନିମନ୍ତେ ନୁହେଁ। କାହିଁକି ଆମମାନଙ୍କ ପାପ ନିମନ୍ତେ ଲେଖା ହେଇଛି? ମୁଁ ଯଦି ଆପଣ ବାଇବଲ ଖୋଲିଛନ୍ତି, ତାହେଲେ ଏମିତି ଆମେ ବି ପଢି ପାରିଥାନ୍ତୁ, ବା ଏମିତି ଲେଖିଥିଲେ ବି ହେଇଥାନ୍ତା, ଆଉ ସେ ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ ସ୍ୱରୂପ ଅଟନ୍ତି। ଏମିତି ଲେଖିଥିଲେ କଣ ଭୁଲ ହେଇଥାନ୍ତା? ସମାନ ତ ଠିକ ହେଇଥାନ୍ତା। କିନ୍ତୁ ଆମ ପାଖରେ କୌଣସି ଅଧିକାର ନାହିଁ ଯେ ଆମେ ବାଇବଲକୁ ଲେଖିବା, ମାନେ ମାଇନସ କରିବା କି ପ୍ଲସ୍ କରିବା, ଯୋଗ କରିବା କି ବିয়োଗ କରିବା। ତ ବାଇବଲ ଏମିତି ଲେଖା ହେଇଛି, ଆଉ ସେ ଆମମାନଙ୍କ ପାପ ନିମନ୍ତେ, କେବଳ ଆମମାନଙ୍କ ପାପ ନିମନ୍ତେ ନୁହେଁ। କାହିଁକି ଆମମାନଙ୍କ ଲେଖା ହେଇଛି? ଆମେ ମାନେ ଖାଲି ବିଶ୍ୱାସ କରିଛୁ, ଖାଲି ଆମ ପାଇଁ କେବଳ ଯୀଶୁ ପ୍ରାୟଶ୍ଚିତ ହେଇନାହାନ୍ତି, ମାତ୍ର ସମଗ୍ର ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ ସ୍ୱରୂପ ଅଟନ୍ତି। ତ ଯୀଶୁ ଖ୍ରୀଷ୍ଟ ଯୋଉ ବଳି ହେଇଛନ୍ତି ସମଗ୍ର ଜଗତ ପାଇଁ, ସେଟା ବି ଅନନ୍ତ କାଳ ପାଇଁ। ତ ଆଜି ଆମେ ଦେଖୁଛୁ, ଆମେ କଣ ପାଇପାରୁଛୁ କି ଯୋଉ ଯୀଶୁ ଖ୍ରୀଷ୍ଟ ଯୋଉ ପାପ ଆମମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କଲେ, ସେଟା କେବଳ ଆମମାନଙ୍କ ପାଇଁ ନାହିଁ, ସମସ୍ତ ଜଗତର ପାପ ପାଇଁ। ସେଥିପାଇଁ ଜିରିମିୟା 31 ପର୍ବ 31ରୁ 34 ପଦ ପ୍ରମାଣେ ଆଜି ଯୀଶୁ ଖ୍ରୀଷ୍ଟ ଯୋଉ ବ୍ୟବସ୍ଥାକୁ ଦେବି ବୋଲି କହିଲେ, ନୂତନ ନିୟମ ଦେବି ବୋଲି କହିଲେ, ଏ ନୂତନ ନିୟମ କଣ ସେ ଦେବି ବୋଲି କହିଲେ? ସେଟା ହଉଛି କଣ? ଯୀଶୁ ଖ୍ରୀଷ୍ଟଙ୍କୁ ସେ ଦେଲେ। ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା
से उद्धार को कले मु सेमानक पाप क्षमा करिबी आम्भे सेमानक अपराध क्षमा करिबा आ से सब सब स्मरण करिबा नाही बोल लिखा है ये देखिए देखि पार्थिबे एठी 34 पद पुणी तुमने परमेश्वर ज्ञात बोली कही से माने प्रत्येक आपण प्रतिवासी को प्रत्येक आपण भ्राता को शिक्षा देबने कारण सदाप्रभु कहते सेमानक क्षुद्रतम ठारू महतम पर्यंत समस्ते हमको ज्ञात हेबे जेहेतु आम्भे सेमानक अपराध क्षमा करिबा ओ सेमानकर पाप आम्भे आउ स्मरण करिबा नाही आज देखंतु अनेक लोक माने निज पाप पई प्रार्थना करूछन्ते प्रभु प्रभु हमर पाप क्षमा कर शैतान कोन ठगी तू जो पाप करिछु सेति पई तते प्रायश्चित करिया पड़िबो से माने चेष्टा कर निजर पाप को निजे धोइबा पई किंतु एक्चुअली एडी इंग्लिश बाइबल रे उड़िया बाइबल लिखा है कोन जेहेतु आम्भे सेमानक अपराध क्षमा करिबा ओ सेमानक पाप आम्भे आउ स्मरण करिबा नै इंग्लिश रे आई बोली लिखा है आई माने मु ना आई माने मु ना नहीं आई माने प्रभु मु किंतु एक्चुअली ए जो आई माने परमेश्वर आम्भे माने एटी परमेश्वर तो आज अपराध क्षमा करिबा दायित्व कार आमे परमेश्वर पाप करिया लोक कोन पाप क्षमा पाई पारिबो पाप क्षमा देबा लोक ही पाप क्षमा देई पारे तो पाप क्षमा देबा लोक परमेश्वर अटते तो प्रभु कोन कहउछन्ती आम्भे आम्भे सानक अपराध क्षमा करिबा ओ सेमानक पाप आम्भे आ स्मरण करिया नै आज अनेक लोक माने निजर पापरु निजे मुक्ति पाया पई चेष्टा करछन एटा होछ शैतान रो बहुत बड़ प्रतारणा से भावुछन्ती आमको किछि करिया को पड़े किंतु प्रभु कहउछन्ती आम्भे सानक अपराध क्षमा करिबा ओ सेमानक पाप आम्भे आ स्मरण करिबा नाही तो परमेश्वर प्रतिज्ञा अनुसार से समस्त कार्य को परिसारछन जेंति हम देखुछु एठी 17 पदरे सेमानक पाप ओ सेमानक अपराध सब आम्भे आउ स्मरण करिबा नाही परमेश्वर कहउछन्ते सेमानक पाप ओ सेमानक अपराध सब आम्भे आउ स्मरण करिबा नाही अठरे कोन एही समस्त क्षमा हेबा स्थले पाप निमंते आउ बलि उत्सर्ग करिबा अनावश्यक आ बलि देबार किछि आवश्यकता नाही जेतु यीशु तांकर रक्त द्वारा समस्त बलि समस्त पाप से कोन करछन्ते क्षमा कर सारी अच्छा तो ये भी 4:25 लिखाई से जीशु आम अपराध निमंते समर्पित हेले पुणी आम मैंने धार्मिक देवा निमंते उत्थापित हेले जीशु आम अपराध निमंते समर्पित हेले पुणी आम मैंने धार्मिक देवा निमंते से उत्थापित हेले तो शैतान पाई जब मनुष्य पापी होता जीशु आम कहीं धार्मिक हो पार ना हाँ कि नहीं तो जीशु ख्रीष्ट आम मान धार्मिक गणित कर सारी अच्छे आज आपण मैंने जानतु जे परमेश्वर आज आम पाप को क्षमा कर प्रभु कौन करमती पाप को क्षमा कले कारण केवल एक बलि उत्सर्ग द्वारा से पवित्र होता लोक मान चिरकाल सिद्ध कर 10:14 पदरे एप्रिल 10:14 कारण केवल एक बलि उत्सर्ग द्वारा से पवित्र होता लोक मान चिरकाल सिद्ध कर पढ़ी पार्थ समस्ते आप देखु से चिरकाल सिद्ध कर से माने किए जेतु परमेश्वर प्रतिज्ञा करथिला आम्बे सेमानक अपराध क्षमा करिबा ओ सेमानक पाप आम्बे आ स्मरण करिबा नाही
ସେଥିପାଇଁ କାରଣ କେବଳ ଏକ ବଳି ହେଉଛନ୍ତି ଯୀଶୁ ଖ୍ରୀଷ୍ଟଙ୍କ ଶରୀର ବଳି ଉତ୍ସର୍ଗ ଦ୍ୱାରା ସେମାନେ ପିତା ପରମେଶ୍ୱର ପବିତ୍ରଭୂତ ହଉଥିବା ଲୋକମାନଙ୍କୁ ମାନେ ଆମମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି। ଆଜି ପରମେଶ୍ୱର ସେ ସିଦ୍ଧ କରି ସାରିଲେ। ତ ଆମର କାମ କଣ ହେଲା? ଆମର କାମ ହଉଛି କେବଳ ତାଙ୍କର ବାକ୍ୟକୁ ଆମେ ବିଶ୍ୱାସ କରିବା। ମୁଁ ଯେତିକି କହି ପ୍ରାର୍ଥନା କରିବି। ଧନ୍ୟବାଦ ଦଉଛୁ ଏଇ ସମୟ ପାଇଁ ତୁମେ କେତେ ଅନୁଗ୍ରହ କଲ। ଆଜି ଆମେ କନଫରେନ୍ସର ତୃତୀୟ ଦିନ ସତରେ ପ୍ରଭୁ ଗତକାଲି ବି ଆମେ ଶୁଣିଲୁ ପ୍ରଭୁ ସେଠି ଆମର ଚିନ୍ତା ହିଁ ଆମକୁ ବାଧା ଦଉଛି ତୁମ ବାକ୍ୟକୁ ବିଶ୍ୱାସ କରିବା ପାଇଁ। ପ୍ରଭୁ ତୁମେ ଚିନ୍ତାକୁ ଫିଙ୍ଗିବା ପାଇଁ ତୁମେ କହୁଛ। ଯେମିତି ଗତକାଲି ଆମେ ଶୁଣିଲୁ ଜୋନ୍ଙ୍କ ବିଷୟରେ। ଜୋନ୍ ପ୍ରକୃତରେ ସେ ଭାବିଲା ମୁଁ ମୋ ମା ପାଇଁ ବୋଝ ହେବି, ଯେହେତୁ ମୋର ଗୋଟେ ଆଖି ନାହିଁ, ମୋର ଗୋଟେ ଗୋଡ଼ ନାହିଁ, ମୋର ଗୋଟେ ହାତ ନାହିଁ। ଆଉ ସେ ନିଜେ ଆତ୍ମହତ୍ୟା କରିଦଉଛି। କିନ୍ତୁ ନିଜର ସ୍ୱାମୀକୁ ହରେଇକି ତାପରେ ନିଜର ପୁଅକୁ ହରେଇକି ମା କିପରି ସେ ଯନ୍ତ୍ରଣା ପାଉଛନ୍ତି, କାରଣ ମାର ହୃଦୟକୁ ପୁଅ କେବେ ବୁଝିପାରିଲାନି। ପ୍ରଭୁ ଆଜି ମଧ୍ୟ ଅନେକ ତୁମର ସେଇ ହୃଦୟକୁ ବୁଝି ପାରୁନାହାନ୍ତି। ଯଦି ପ୍ରଭୁ ତୁମେ ଆମମାନଙ୍କ ପାଇଁ ନିଜର ପୁତ୍ରକୁ ତୁମେ ବଳି ଦେଲ, ହଁ ପ୍ରଭୁ ତୁମେ ତାଙ୍କ ରକ୍ତ ଦ୍ୱାରା ସ୍ୱର୍ଗରେ ପ୍ରବେଶ କରି ଅନନ୍ତ ମୁକ୍ତିକୁ ସାଧନ କରିଅଛ। ତଥାପି ଆଜି ଅନେକ ଲୋକମାନେ ନିଜକୁ ପାପୀ କହୁଛନ୍ତି, ଆଉ ପ୍ରଭୁ ସେମାନେ କ୍ଷମା ମାଗୁଛନ୍ତି, ଆଉ ଉତ୍ତମ କାମ କରି ନିଜର ପାପକୁ ଧୋଇବା ପାଇଁ ନିଜେ ଚେଷ୍ଟା କରୁଛନ୍ତି। ଆମେ ବାଇବଲରେ ପାଇପାରୁଛୁ ସଠିକ ଭାବରେ ପ୍ରଭୁ ତୁମେ ନିଜେ କହିଛ ଆମେ ସେମାନଙ୍କର ଅପରାଧ ସବୁ କ୍ଷମା କରିବା, ଆଉ ସେମାନଙ୍କ ପାପ ଆମେ ଆଉ ସ୍ମରଣ କରିବା ନାହିଁ। ସେଥିପାଇଁ ତୁମେ ଆଜି ତୁମ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କର ଶରୀର ବଳି ଦ୍ୱାରା ଆଜି ଆମମାନଙ୍କୁ ତୁମେ ନିଜେ କହୁଛ ଚିରକାଳ ପାଇଁ ସିଦ୍ଧ କରିଅଛ। ପ୍ରଭୁ ଏଇ ସତ୍ୟ ସୁସମାଚାର ଯେପରି ସମସ୍ତେ ଜାଣିବେ, ବିଶ୍ୱାସ କରିବେ, ତୁମେ ଅନୁଗ୍ରହ କର, ଆମମାନଙ୍କୁ ବ୍ୟବହାର କର। ସମସ୍ତଙ୍କୁ ଦେଲ ଧନ୍ୟବାଦ ଦେଇ ପ୍ରାର୍ଥନା ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ତ ଏତିକିରେ ଆମେ ଶେଷ କରିବା। ଅଳ୍ପ ସମୟ ଯଦି ଆମେ ଗ୍ରୁପ ଫେଲୋସିପ କଲେ ବି ବହୁତ ଭଲ ହୁଅନ୍ତା।